ଆମେ ଗତ କାଲି ଆନନ୍ଦ ଉପରେ ଆମେ ଆଲୋଚନା କରିଥିଲେ। ପ୍ରସନ୍ନ ଆନନ୍ଦମୟ ହୋମାତ୍ମା। ଯେହେତୁ ସତ୍ ସ୍ଥିତି ଆନନ୍ଦ ସ୍ୱରୂପ ଆତ୍ମା, ସତ୍ ଅର୍ଥ ସତ୍ୟ। ସତ୍ୟ ଅର୍ଥ ନୁହଁ ଯେ ଟେମ୍ପୋରାରୀ। ସତ୍ୟ ମାନେ ଚିରନ୍ତନ ସତ୍ୟ। ଚିରନ୍ତନ ଚିରନ୍ତନ ବୁଝିଲେ କି? ଯେହେତୁ ପାହାଡ଼ଟା ଆଜି ଅଛି କାଲି ନଥିବ, ସମୁଦ୍ର ଅଛି ନଥିବ, ପୁରା ପୃଥିବୀ ନଥିବ, ଗ୍ରହ ନକ୍ଷତ୍ର ନଥିବ। ଯେମିତି କୁହାହଉଛି ପୂର୍ବରୁ ନଥିଲା, କିଛି ବି ନଥିଲା। ନଥିଲେ ସୂର୍ଯ୍ୟ ଦିବାକର, ନଥିଲେ ଶିବ, ନଥିଲେ ବରୁଣ, ନଥିଲା ରଜନୀ, ନଥିଲା ଦିବସ, କିଛି ବି ନଥିଲା। ସେମିତି ସେକାଳେ ଥିଲା ମୋର ରୂପ। ଯେତେବେଳେ କିଛି ନଥିଲା ସେଇ ଥିଲା। ସେ କିଏ ଥିଲା? ନା ଆତ୍ମା ବା ବ୍ରହ୍ମ ଥିଲା। ବ୍ରହ୍ମ ଥିଲା, ଆଉ କିଛି ନଥିଲା। ତେଣୁ ସିଏ ସତ୍ୟ, ତାର ଖଣ୍ଡନ ନାହିଁ, ବିନାଶ ନାହିଁ। ଆତ୍ମା ସତ୍ୟ, ଜଗତ ମିଥ୍ୟା। ଆତ୍ମାଟା ସତ୍ୟ କେବଳ, ଜଗତ ମିଥ୍ୟା। ମିଥ୍ୟା ମାନେ ଆପେକ୍ଷିକ ସତ୍ୟ। ସତ୍ୟ ନୁହେଁ, ଆପେକ୍ଷିକ ସତ୍ୟ, ଚିରନ୍ତନ ନୁହେଁ। କିନ୍ତୁ ଆତ୍ମା ଚିରନ୍ତନ ସତ୍ୟ। ଆଜି ପାହାଡ଼ ଅଛି କାଲି ନଥିବ, ଆଜି ପୃଥିବୀ ଅଛି କାଲି ନଥିବ। ତେଣୁ ଯେହେତୁ ବର୍ତ୍ତମାନ ଅଛି ଆମେ ସତ୍ୟ ମାନି ନେଉଛୁ, ତେଣୁ ତାକୁ ଆମେ ଆପେକ୍ଷିକ ସତ୍ୟ କହିବା, ଚିରନ୍ତନ ନୁହେଁ। ଚିରନ୍ତନ ସତ୍ୟ ହେଉଛି ଆତ୍ମା। ସେଥିପାଇଁ କୁହାହେଲା ସତ୍। ସତ୍ ମାନେ ଯିଏ ଅଛି, ସବୁବେଳେ ଅଛି, ସିଏ ସତ୍ୟ। ଚିତି, ଚେତନା ଯାହାର ଅଛି, ଚେତନା ଯାହାର ଅଛି ସେ ଚିତ୍, ସଚିତ୍, ଆନନ୍ଦ ସ୍ୱରୂପ। ଆଉ ଆନନ୍ଦ ସ୍ୱରୂପ। ସେଇଥିପାଇଁ ମୁଁ ଆନନ୍ଦର ରୂପରେଖଟା ବର୍ଣ୍ଣନା କରିଥିଲି। ଯିଏ ଚେତନା ସ୍ୱରୂପ ମାନେ ଚିତ୍ ଅଛି, ଯାହାର ଚେତନା ଅଛି, ଭାବନା ଅଛି, କଳ୍ପନା ଅଛି, ସେ ଚିତ୍ ସ୍ୱରୂପ। ତୁମର କ'ଣ ଭାବନା ନାହିଁ କି? 24 ଘଣ୍ଟାରେ 60,000 ଭାବନା ଆସୁଛି ତୁମର। ତେଣୁ ଭାବନା ଚେତନା ସ୍ୱରୂପ। ତୁମେ ବାସ୍ତବରେ ଚେତନା ସ୍ୱରୂପ, ବୁଝିଲେ? ବାସ୍ତବରେ ତୁମେ ଚେତନା ସ୍ୱରୂପ, ଆଉ ଆନନ୍ଦ ସ୍ୱରୂପ। ଚେତନା ସ୍ୱରୂପ, ଆନନ୍ଦ ସ୍ୱରୂପ। ତେଣୁ ସମସ୍ତେ କହିଛନ୍ତି ଆତ୍ମା ହେଉଛି ସତ୍ ଚିତ୍ ଆନନ୍ଦ, ସଚିଦାନନ୍ଦ, ସଚିତ୍ ଆନନ୍ଦ, ସଚିତ୍ ଆନନ୍ଦ, ସଚିଦାନନ୍ଦ, ସଚିତ୍ ଆନନ୍ଦ, ସଚିଦାନନ୍ଦ। ବୁଝିପାରିଲେ? ତେଣୁ ଯୋଉ ଚେତନାଟା ରହିଛି ତୁମ ଭିତରେ, ଯଦି ଚେତନା ନଥାନ୍ତା କିଛି ନଥାନ୍ତା। ଜଡ଼ ଚେତନାର ଅନ୍ୟ ଯଦି ଆମେ ଦେଖିବା ବିପରୀତ, ତାହେଲେ ତାହା ହେଉଛି ଜଡ଼। ଜଡ଼ ଚେତନ। ଦେଖନ୍ତୁ, ଗୋଟେ ମୂଲ୍ୟବାନ ବସ୍ତୁ କିଏ ଯଦି ଅଛି, କେବେ କାଲକୁଲେସନ୍ କରିଛନ୍ତି କି, ଭାବନା କରିଛନ୍ତି କି? ତାହା ହେଉଛି ତୁମର ଚେତନା। ତାହା ହେଉଛି ତୁମର ଚେତନା। ତାହା ହେଉଛି ତୁମର ଚେତନା। ତୁମ ପାଖରେ 20 କେଜିର ସୁନା ରଖାଯାଇଛି, 20 କେଜି ବିସ୍କୁଟ ସୁନା ରଖାଯାଇଛି। ଖାଦ୍ୟ ପର୍ବତ ସମାନ ଅଛି, ଜଳ ସମୁଦ୍ର ସମାନ ଅଛି, ବା ଗୋଟେ ନଈ ବି ଅଛି ତୁମ ପାଖରେ। ତୁମର ନଈଟା ତୁମର,
ଘର ଆଲିସାନ ବିଲ୍ଡିଂ 100, 200, 50, 500 ବଖରା ଘର ଅଛି ତୁମର। ଏ ସବୁ ତୁମର ମାନ, କିନ୍ତୁ ତୁମେ ଚେତନ ନୁହେଁ, ତୁମେ ଅଚେତନ। ତାହେଲେ ଏସବୁ ସୁନା ରୂପା ଜମି ଜଳ ଆର କ'ଣ ମୂଲ୍ୟ ଅଛି ତୁମ ପାଖରେ କୁହନ୍ତୁ? ତୁମେ ଚେତନ ନୁହେଁ, ତୁମେ ଅଚେତନ। ମାନେ ଚେତନା ନାହିଁ ତୁମର, ମାନେ ପାହାଡ଼ଟାକୁ ତୁମେ ପାହାଡ଼ ବୋଲି ଚେତନା କରିପାରୁନ, ଭାବନାରେ ଆଣିପାରୁନ। ତାହେଲେ ସେ ପାହାଡ଼ ଥାଇକି ଲାଭ କ'ଣ ଅଛି ତୁମର? ତାହେଲେ ସେ ନଈ ଥାଇକି ଲାଭ କ'ଣ ଅଛି? ତାହେଲେ ସମ୍ପୂର୍ଣ୍ଣ ଖାଦ୍ୟ ଭଣ୍ଡାର ଥାଇକି ଲାଭ କ'ଣ ଅଛି ତୁମ ପାଇଁ? ସୁନା ବହୁତ ଥାଇକି ଲାଭ କ'ଣ ଅଛି? ଦେଖନ୍ତୁ, ଯଦି ତୁମର ଚେତନା ନାହିଁ, ଚିତ୍ ଶକ୍ତି ନାହିଁ, ଦେଖନ୍ତୁ ସେଗୁଡ଼ା ସବୁର ମୂଲ୍ୟ ତୁମେ ନିର୍ଣ୍ଣୟ କରୁଛ। ସୁନାର ଏକ୍ସଚେଞ୍ଜ ଭ୍ୟାଲୁ ଅଛି ଅଧିକ, ଏକ୍ସଚେଞ୍ଜ ଭ୍ୟାଲୁ। ପାଣିର ଏକ୍ସଚେଞ୍ଜ ଭ୍ୟାଲୁ ନାହିଁ। କିନ୍ତୁ ମୂଲ୍ୟବାନ କିଏ ତା ଭିତରେ? ପାଣି ଅପେକ୍ଷା ସୁନାର ମୂଲ୍ୟ ଅଧିକା ନା ସୁନା ଠାରୁ ପାଣିର ମୂଲ୍ୟ ଅଧିକା? କୁହନ୍ତୁ ତ, ତୁମକୁ ଶୋଷ ହଉଛି, କେଜିଏ ସୁନା ଦିଆଯିବ, ତମେ କୋଉଟା ପ୍ରିଫର କରିବ, ପାଣି କି ନା ସୁନାକୁ? ପାଣି। ପାଣି ମୂଲ୍ୟବାନ ହେଲା, ତା ୟୁଟିଲିଟି ଅଛି ପାଣିର। ସେମିତି ଏ ପୃଥିବୀ ସାରା ଜିନିଷ ତୁମ ପାଖରେ ଅଛି, କିନ୍ତୁ ତୁମର ଚେତନା ନାହିଁ, ଚିନ୍ତା କରିବାର ଶକ୍ତି ନାହିଁ, ଭାବନା କରିବାର ଶକ୍ତି ନାହିଁ। ତାହେଲେ ମୂଲ୍ୟ ନାହିଁ କିଛି ସେଗୁଡ଼ା। ତେଣୁ ତୁମେ ଯେଉଁ କହୁଛ ମୋ ପାଖରେ କିଛି ନାହିଁ, ସମସ୍ତଙ୍କଠୁ ମୂଲ୍ୟବାନ ଜିନିଷ ତୁମର ଚେତନା, ଚିତ୍ ଶକ୍ତି, ଭାବନା କରିବାର ଶକ୍ତି, ଚେତନା କରିବାର ଶକ୍ତି, ନିରୀକ୍ଷଣ କରିବାର ଶକ୍ତି। ଏ ଗଡ୍ ଗିଫ୍ଟ, ଗଡ୍ ଗିଫ୍ଟ ନୁହେଁ ତ ସ୍ୱୟଂ ଗଡ୍। ଚେତନାଟା ସ୍ୱୟଂ ଗଡ୍, ଭଗବାନ। ଭଗବାନ ରୂପରେ ବିଦ୍ୟମାନ ହେଇଛନ୍ତି ଯେହେତୁ ଚେତନ। ତୁମେ ଚେତନ, ତୁମେ କୋଉଠୁ ପଇସା ଗଣିକିରି ଆଣିଲେ ଯଦି ଟଙ୍କା ଟିକେ ଚିରି ଯାଇଛି ଫେରେଇ ଦଉଛ କି ନାହିଁ? ଇଏ ଚଳିବନି, କାରଣ ତୁମର ଚେତନା ଅଛି। ଟିକେ କୋଉ କଣରୁ କଟି ଯାଇଛି, ମଝିରୁ କଟି ଯାଇଛି, ତୁମେ ଫେରେଇ ଦଉଛ, ନାଇଁ ଏରେ ଚଳିବନି, ଏ ଟଙ୍କା ନେଇଯାଏ, 10 ଟଙ୍କା ହବ। ମୁଁ ଆସିଲି ଖଣ୍ଡଗିରିରୁ, କାହାକୁ 10 ଟଙ୍କା ଗୋଟେ ଦେଲି, ହେ କରରୁ ଚିରି ଯାଇଛି। ମୋତେ କିଏ ଦେଇଛି ମୁଁ ଦେଖିନି, ସିଏ ଦେଖିଲା, କହିଲା ମହାରାଜ ଏ ଚିରି ଯାଇଛି, ଟିକେ ଚେଞ୍ଜ କରିଦିଅନ୍ତୁ। ମୁଁ ଚେଞ୍ଜ କରିଦେଲି, କାରଣ ଚେତନା କହୁଛି, ଏଇ ଯୋଉ ଚିତ୍ ଶକ୍ତି ଅଛି ତା ଭିତରେ ସିଏ ଫରକ କରିବ, କାଲକୁଲେସନ କରିବ, ନିର୍ଣ୍ଣୟ କରିବ ଏଇଟା କୋଉଟା ଠିକ କି ଭୁଲ। ଯଦି ତୁମର ସେ ଜ୍ଞାନ ନଥାନ୍ତା କ'ଣ ହେଇଥାନ୍ତା? ଏ ପୃଥିବୀ ଅସାର ହେଇଯାଇଥାନ୍ତା, ତୁମ ପାଇଁ କିଛି ମୂଲ୍ୟ ନଥାନ୍ତା ପୃଥିବୀର। ତେଣୁ ଏ ଯୋଉ ପୃଥିବୀ କି ମୂଲ୍ୟାୟନ କିଏ କରୁଛି? ତୁମର ଚେତନା କରୁଛି, ତୁମର ଚିତ୍ ଶକ୍ତି କରୁଛି। ଭଗବାନ ସେଇଥିରେ ବିଦ୍ୟମାନ ହେଇକିରି ଅଛନ୍ତି। ସ୍ୱୟଂ ଭଗବାନ ଚେତନା ସ୍ୱରୂପ, ଚିତ୍ ସ୍ୱରୂପ। ଆମେ ଯୋଉ କହୁଥିଲେ ବ୍ରହ୍ମର ଶବ୍ଦ ରୂପ, ବ୍ରହ୍ମଟା ଶବ୍ଦ ରୂପ।
ଏଠି ବ୍ରହ୍ମ ଚେତନ ରୂପ। ସେଇ ବ୍ରହ୍ମର ଇଏ ଗୋଟେ ଆଂଶିକ ରୂପ ଚେତନତା। ଏ ଶରୀର ଥାନ୍ତା, ତୁମେ ଜଡ଼ ଥାନ୍ତା। ତୁମେ କିଛି ବୁଝିପାରନ୍ତାନି। ହାତ ନା ଉଠନ୍ତା ଉପରକୁ, ନା ଗୋଡ଼ ଚାଲନ୍ତା, ନା ତମେ ଅଲିମ୍ପିକରେ ଭାଗ ନିଅନ୍ତ, ନା କୌଣସି ଖେଳ କସରତ କରନ୍ତ। ଯାହା ସବୁ କରୁଛ ତୁମର ଭାବନାରେ କରୁଛ, ନା ଚେତନାରେ କରୁଛ, ଚିତ୍ ଶକ୍ତିରେ କରୁଛ। ଏବେଠୁ କେବେ କହିବନି ଯେ ମୋ ପାଖରେ କିଛି ନାହିଁ। ଯୋଉ କିଛି ନାହିଁର ଶବ୍ଦ କହୁଛ, ମୁଁ ଗରିବ, ମୁଁ ନିଃସ୍ୱ, ମୋର ଘର ନାହିଁ, ମୋର ଦ୍ୱାର ନାହିଁ, ମୋର ଖାଦ୍ୟ ନାହିଁ, କିଛି ନାହିଁ। କିନ୍ତୁ ସେର କିଛି ମୂଲ୍ୟ ନାହିଁ। ତାକୁ ଯଦି ତୁମର ଚେତନା ସହିତ ଲଗେଇଦେବ, ଜାଣିପାରିବ କେତେ ମୂଲ୍ୟବାନ ଜିନିଷ ତମ ପାଖରେ ଅଛି। ଯୋଉ ଖାଦ୍ୟଟା ଆସୁଛି ତୁମର ଚେତନାରୁ ଆସୁଛି, ତୁମର ପରିକଳ୍ପନାରୁ ଆସୁଛି, ତୁମର କର୍ମରୁ ଆସୁଛି। ଯୋଉ ଟିକକ ତୁମ ଭାଗ ପଡ଼ିଛି ପୃଥିବୀରୁ, ଯୋଉ ଚାଖଣ୍ଡ ଜାଗା ହଉ ବା ଗୋଟେ ଚେନ୍ ହଉ କି ଏତେ ସ୍କୋୟାର ଫୁଟ ଜାଗା ମିଳିଛି, କୋଉଥିପାଇଁ ମିଳିଛି? ତୁମର ଚେତନାରୁ ମିଳିଛି। ତୁମେ ପୈତୃକ ସମ୍ପତ୍ତିର ଅଧିକାର ହଉଛ। ଯେହେତୁ ପିତା ଚେତନ, ତୁମେ ବି ଚେତନ। କ୍ରମାନ୍ୱୟରେ ଆସି ତୁମ ପାଖରେ ପହଞ୍ଚି, ହେରିଡେଟାରୀ ଆନସେଣ୍ଟ୍ରାଲ ପ୍ରପର୍ଟି ହିସାବରେ ତୁମେ ପାଇଲ, ତୁମର ଚେତନତା ପାଇଁ। ଆଉ ଯାହା ସବୁ କମଉଛ, ଯାହା ସବୁ ରୋଜଗାର କରୁଛ, ଚାକିରି କରୁଛ, ଚାଷ କରୁଛ, ସବୁ କିଛିର ଯୋଉ ଆୟୋଜନ କରିଛ, ତୁମର ଚେତନା ପାଇଁ ଆୟୋଜନ ହେଇଛି, ଚିତ୍ ଶକ୍ତି। କେବେ ଭୁଲନି, ଗୋଟେ ମୂଲ୍ୟବାନ ଜିନିଷ ତୁମ ପାଖରେ ଅଛି, ଅତି ମୂଲ୍ୟବାନ। ଆମ ଆଶ୍ରମକୁ ଜଣେ ଆସିଲେ, କ୍ୟାନ୍ସର ପେସେଣ୍ଟ। ଗେଟ୍ ଖୋଲିଲେ, ଗୋଟେ ଗଛ ଅଛି ଗେଟ୍ ପରେ, ଗଛ ପାଖରେ ତ ଶୋଇଦେଲେ। ଗୋଟେ ଗାଡ଼ି ବୋଲେରୋ କରିକି ଆସିଥିଲେ ମୟୂରଭଞ୍ଜରୁ, କେଉଁଝର ଗଡ଼ରୁ। ମୁଁ ପଚାରିଲି ଯାଇକିରି, ସିଏ ମୋତେ ଅନଉଛନ୍ତି, ମୁଁ ପଚାରିଲି, କିଛି କହୁନାହାନ୍ତି, କହିପାରୁନାହାନ୍ତି, ଚେତନା ଶୂନ୍ୟ। ସେ ବ୍ୟକ୍ତି ବଞ୍ଚିବ କି? ଯୋଗ କରିବ କେମିତି? କ୍ୟାନ୍ସର ଆଫେକ୍ଟେଡ୍। ଆମେ ଦେଖିଲୁ ବଡିରେ ସବୁ ଜାଗାରେ କ୍ୟାନ୍ସର ବ୍ୟାପ୍ତ ହେଇଗଲାଣି, କଥା କହିପାରୁନି, ଅଚେତନ ଅବସ୍ଥାରେ ଅଛି। ହଠାତ୍ ଆମ ପାଟିରୁ ବାହାରିଲା, ଇଏ ହବନି, ନେଇଯାଆନ୍ତୁ, ଫେରେଇ ନେଇଯାଆନ୍ତୁ। 7 daysରେ ଡେଥ୍ ହେଇଗଲା। ଆଉ ଜଣେ ଭଉଣୀ ତାଙ୍କ ସହିତ ଆଇଥିଲା, ତାଙ୍କ ଭଉଣୀ, ସିଏ ବି କ୍ୟାନ୍ସର ଆଫେକ୍ଟେଡ୍, ତାର ଚେତନା ଅଛି। ସିଏ ମାସକ ପରେ ମୋତେ ଟେଲିଫୋନ୍ ଲଗେଇଲା, କହିଲା, ବାବା ମୁଁ ଯାଇଥିଲି ଆପଣଙ୍କ ଆଶ୍ରମକୁ, ମୋ ଭାଇ ଯାଇଥିଲେ, ମୁଁ ସେଠି କହିପାରିଲିନି, ଆଉ ମୋର କ୍ୟାନ୍ସର ଅଛି, ସେଇଟା ଭଲ ହେଇପାରିବ? ଆମେ ଅନୁଧ୍ୟାନ କଲୁ, କହିଲେ ହଁ ହେଇଯିବ। ଆସି ଆଡମିସନ୍ ନେଲେ। ତାପରେ ସେ କୋଉଠି ଆସିଲେ, ଭଲ ହେଇଗଲା, ଆଜି ପର୍ଯ୍ୟନ୍ତ ଭଲ ଅଛନ୍ତି। ଏଠି କ'ଣ କାମ କଲା? ତାଙ୍କର ଉଦ୍ଦେଶ୍ୟ, ତାଙ୍କର ଭାବନା, ବଞ୍ଚିବାର ଯୋଉ ଜିଜ୍ଞାସା, ବଞ୍ଚିବାର ଯୋଉ ଇଚ୍ଛା ଶକ୍ତି ଅଛି ତାଙ୍କ ଭିତରେ, ଚେତନା କାମ କରୁଛି, ସେଇଟା ବଳଶାଳୀ ହେଇଗଲା। ଯେ ହଁ, ଏଠି କିଛି ବିଶ୍ୱାସ ସୃଷ୍ଟି ହେଲା, ଏଠି ଅନୁଭବ କିଛି କଲେ, ଆମକୁ ଦେଖିକିରି, ଆଶ୍ରମକୁ ଦେଖିକିରି, ସେଇଟା ଆକର୍ଷଣ କଲା, ପୁଣି ଆସିଲେ। ଯଦି ଚେତନା ନଥାନ୍ତା, ତାଙ୍କ ଭାଇ ଭଳି ସିଏ ଥାନ୍ତେ, ତାହେଲେ କେମିତି ବଞ୍ଚିଥାନ୍ତେ? ଇଏ ଚେତନ ଥାଇକିରି ଅଚେତନ ହେଇଯାଇଛନ୍ତି, ମାନେ ଚେତନକୁ ଏଠି ହତ୍ୟା କରିଦିଆଯାଇଛି।
କୌଣସି ପରିବେଶ କୌଣସି ସେଇ ଚେତନା ହତ୍ୟା କରିଛି, ନିଜର ଚେତନା ନିଜକୁ ହତ୍ୟା କରିଛି। ଜଡ଼ ହତ୍ୟା କରିନି, ଚେତନକୁ ହତ୍ୟା କରିଛି। କୌଣସି କାରଣରୁ ସେ ନିରୁପାୟ ହେଇକି ରହିଛି, ସ୍ଥିର ହେଇକି ରହିଛି, ଅନଉଛି, ଦେଖିପାରୁନାହିଁ। ଅନଉଥିବ, ସେ ଦେଖିପାରୁନଥିବ, ଆମ ଶୁଣୁଥିବ କଥା ଶବ୍ଦ, କିନ୍ତୁ ଶୁଣିବାର ଶକ୍ତି ନଥିବ ତା ପାଖରେ। ଖାଇବାର ଶକ୍ତି ନାହିଁ, ଜିଭ ଅଛି, ଖାଇବାର ଶକ୍ତି ନାହିଁ। ସେ ବ୍ୟକ୍ତି କେମିତି ବଞ୍ଚିବ? ତେଣୁ ତୁମର ହାତ ଅଛି, ଗୋଡ଼ ଅଛି, ଆଖି ଅଛି, ମୁଣ୍ଡ ଅଛି, ଶରୀର, ସବୁ କିଛି ପାର୍ଟସ ଅଛି ତୁମ ପାଖରେ। ତେଣୁ ତୁମର ପାର୍ଟସ ଯେତେ ଅଛି, ବଡିର ଯେତେ ପ୍ରକାର ପାର୍ଟସ ଅଛି ତୁମ ବଡିରେ, ତାକୁ କିଏ କାମ କରଉଛି, କିଏ ଆକ୍ଟିଭେଟ କରଉଛି? ତୁମ ବିନା ଭାବନାରେ, ଚେତନାରେ ହାତ ଉପରକୁ ଉଠିବ? ଉଠିବନି। ଆଙ୍ଗୁଠି ହଲିବନି, ଆଖିର ପଲକ ଖୋଲିବନି, ଜିଭ ଟେଷ୍ଟ ନବନି, ଦାନ୍ତ କାମୁଡ଼ିବନି, ରଗଡ଼ିବନି, ଜିନିଷକୁ ଚୋବେଇବନି। ଖଟା ମିଠା ଖାଇକି ତମେ ବାଃ କି ସୁନ୍ଦର ଲାଗୁଛି କହିପାରିବନି। କେବଳ ଚେତନ ପାଇଁ। ତୁମ ଭିତରେ ଯୋଉ ଚେତନତା ଅଛି, ସେ ବହୁତ ମୂଲ୍ୟବାନ। ତୁମେ ଶୋଇପଡ଼ୁଛ, ପୁଣି ଉଠୁଛ, ଜାଗ୍ରତ ହେଉଛ। ଯେତେବେଳେ ଶୋଇପଡ଼ି ଉଠୁଛ, ଶୋଇବା ଅବସ୍ଥାରେ ତୁମେ ଅଚେତନ ଅବସ୍ଥାରେ ରହୁଛ। ତୁମର ଚେତନ ନଷ୍ଟ ହେଉଛି, ଜୀବର ଚେତନତା ନଷ୍ଟ ହେଉଛି, କିନ୍ତୁ ତା ଭିତରେ ଯେ ଜାଗ୍ରତ କରି ରଖୁଛି ସେ ରହିଛି, ପୁନର୍ଜୀବିତ କରୁଛି ତୁମକୁ। ପୁଣି ନିଦ୍ରାରୁ ଉଠେଇ ଦେଉଛି, ନିଦ୍ରା କରେଇ ଦେଉଛି, ନିଦ୍ରାରୁ ଉଠେଇ ଦେଉଛି ତୁମକୁ। ବାସ୍ ଉଠିଗଲା ପରେ ତୁମେ ଭାବୁଛ, ହଁ ମୁଁ ତ ଅଛି। ପ୍ରଥମ ଭାବନା ଆସୁଛି ତୁମେ ଅଛ, ବଞ୍ଚିଛ। ବଞ୍ଚିବାର ଅର୍ଥ ମୁଁ ଅଛି, ମୁଁ ଠିକ ଅଛି। ଅଭ୍ୟାସ ହେଇଗଲାଣି ନା, ପିଲାଦିନଠୁ ଉଠୁଛ ଶୋଉଛ, ଉଠୁଛ ଶୋଉଛ, ଉଠୁଛ ଶୋଉଛ। ଯୋଉ ଭାବନା ଆସୁଛି କୋଉଥିରୁ ଆସୁଛି? ଚେତନାରୁ ଆସୁଛି। କିନ୍ତୁ ଯୋଉ ଚେତନାର ରୂପ ନେଇକି ତୁମେ ଅଛ, ସତ୍ସଙ୍ଗ ବିହୀନ ହେଇକିରି ଅଛ, ଅଜ୍ଞାନତାରେ ଅଛ, ସେଇ ଚେତନ ବର୍ତ୍ତମାନ ସୁପ୍ତ ହେଇକିରି ଅଛି, ଶୋଇ ଶୋଇକିରି ବଞ୍ଚିଛି। ଶୋଇକିରି ବଞ୍ଚିଛି। କହିପାରିବେ, ପ୍ରଶ୍ନ ଉଠିପାରେ, କ'ଣ ଶୋଇକିରି ବଞ୍ଚିଲୁ ଆମେ? କେମିତି ଶୋଇଛୁ? ଆମେ ତ ଜାଗ୍ରତ ଅଛୁ, ଦେଖୁଛୁ ସାରା ପୃଥିବୀ। ଶୋଇଲୁ କୋଉଠି? ମୁଁ କହିବି, ତୁମର ଜୀବନ ବର୍ତ୍ତମାନ ଶୁଆ ଜୀବନ। ଶୋଇ ଶୋଇ ବଞ୍ଚିଛ ତୁମେ, ଜାଗ୍ରତ ହିଁ ବଞ୍ଚିନ। ପୂର୍ଣ୍ଣ ଜାଗ୍ରତ ନାହିଁ ତୁମ ଭିତରେ। ତୁମେ ଖାଉଛ, ମେସିନ ଭଳି ଖାଉଛ। ଏମିତି କେତେ ବି ଖାଇଲଣି, କେତେ କୁଇଣ୍ଟାଲ ଆଳୁ ବି ଖାଇସାରିଲଣି, କେତେ କୁଇଣ୍ଟାଲ ଭାତ ବି ଖାଇସାରିଲଣି। ମନେ କରନ୍ତୁ ତୁମେ 50 ବର୍ଷରେ ଉପନୀତ। ଇଏ ଶୋଇ ଶୋଇକିରି ଜୀବନ ପଳେଇ ଯାଇଛି ତୁମର। ଆଜି ଜୁଆର 50 ବର୍ଷ ତୁମକୁ ଉପନୀତ, ତୁମେ 50 ବର୍ଷରେ ଉପନୀତ ହେଇଛ। ସେଇ ଆଜି ପର୍ଯ୍ୟନ୍ତ 50 ବର୍ଷ ହେଲା। ସେଇ ସକାଳୁ ଉଠୁଛ, ଦାନ୍ତ ଘଷୁଛ, ଜଳଖିଆ ଖାଉଛ, ଲାଟ୍ରିନ୍ ଯାଉଛ, ଗାଧଉଛ, ପୁଣି ଖାଦ୍ୟ ଖାଉଛ, ପୁଣି ଶୋଇପଡ଼ୁଛ। ଟିକେ ଖରାବେଳେ ବୁଲି ଆସୁଛ, ପଇସା ରୋଜଗାର ପାଇଁ ଯୋଜନା କରୁଛ, ପେଟ ପୋଷିବା ପାଇଁ କିଛି ମେହନତ କରୁଛ, ପୁଣି ଶୋଇପଡ଼ୁଛ, ପୁଣି ସକାଳୁ ଉଠୁଛ। ଏମିତି କେତେ ବର୍ଷ ହେଇଗଲା? 50 ବର୍ଷ ହେଇଗଲା। ସେଇଥିପାଇଁ ମୁଁ କହୁଛି, ଆଜି ଜୁଆଲ ତୁମେ ଚାଲିଛ, ଆର କିଛି ମୂଲ୍ୟ ନାହିଁ। ଶୋଇକିରି କାମ କରୁଛ ତୁମେ, ଶୋଇ ଶୋଇ କାମ କରୁଛ। ବାପା କରୁଥିଲା, ତୁମେ କରୁଛ। ଗୋଟେ ଧୋବା ଜଣେ ଗଧ ରଖିଥିଲା। ଗଧ ପିଠିରେ ସବୁ ଯାକ ଲୁଗା ନଦୀ ଦେବ ଧୋବା। ସେ କହିବ ନଈ ତୁଠକୁ ଯା, ସେ ନଈ ତୁଠକୁ ପଳେଇବ।
ପୁଣି ଶୁଖିବ, ଧୋବା ଲୁଗା କାଚିବ, ଶୁଖେଇବ, ପୁଣି ଗଧ ପିଠିରେ ନଦୀ ଦେବ, ଘରକୁ ଆଣି ରଖିବ। ଏମିତି କିଛି ବର୍ଷ ପଳେଇଲା। ସେ ଧୋବା, ସେଇ ଗଧଟି ମରିଗଲା, ବୁଢ଼ା ହେଲା, ମରିଗଲା। କିଛି ଜାଣିପାରିଲାନି ମୁଁ କାହିଁକି ସେଠିକି ନଉଛି, କାହିଁକି ଆଣୁଛି। ଲୁଗା ତୁଠକୁ ନଉଛି, ପୁଣି ଆଣି ଏଠି ରଖୁଛି। ତା ଜୀବନଟା ନଷ୍ଟ ହେଇଗଲା, କିଛି ଜାଣିପାରିଲାନି। ତା ପୁଅ ଥିଲା, ଗଧର ଛୋଟ ଛୁଆ ଥିଲା। ଇଏ ଯେମିତି ମରିଗଲା, ଧୋବା କ'ଣ କଲା ନା ଆ ପିଠିରେ ପଠେଇଲା, ପକେଇଲା ସବୁ ଲୁଗାକୁ, ତାକୁ ନେଇକିରି ଧୋବା ତୁଠକୁ ନେଇକିରି ଗଲା, ପୁଣି ସଫା କରିକିରି ସେଠୁ ଆଣିଲା। ମା ମରିଗଲା, କିଛି ଜାଣିପାରିଲାନି, ସେ ଧୋବା ହେଇପାରିଲାନି। ଧୋବାର କାର୍ଯ୍ୟକ୍ରମ ବୁଝିପାରିଲାନି, ସେ କ'ଣ କରୁଛି, କାହିଁକି ନେଉଛି, କାହିଁକି ଆଣୁଛି। ଆମ ଜୀବନ ଏକ ପ୍ରକାର ସେୟା ନୁହେଁ କି? ଆମେ ଧୋବାର ଗଧ ନୁହେଁ କି? ଯଦି ଶୋଇକିରି ଜୀବନ କଟେଇଲେ, ଜାଣିପାରିଲେନି କାହିଁକି ଖାଉଛେ, କାହିଁକି ଲାଟ୍ରିନ୍ ଯାଉଛେ, କାହିଁକି ଆସିଛେ, କାହିଁକି କୁଆଡ଼େ ଯିବା, ଆମର ବି ସେଇ ଜୀବନ ହେଇଯିବ। ଧୋବାର ଗଧ ପରି ଆମର ଜୀବନ ହେଇଯିବ। ଯେତେବେଳେ ଜାଗ୍ରତ ହେଇଯିବ ତୁମେ, ମୁଁ କାହିଁକି କାମ କରୁଛି, କାହିଁକି ଆସିଲି, ମୋର ଗନ୍ତବ୍ୟ ପଥ କୋଉଠିକି ମୁଁ ଯିବି, କାହିଁକି କ'ଣ କରୁଛି ମୁଁ ଏଠି। 50 ବର୍ଷ ହେଇଗଲା, ସେ ଗୋଟିଏ କାମ, ବାପା ଯାହା କରୁଥିଲେ ମୁଁ ସେୟା କରୁଛି। ଯେତେବେଳେ ଜାଗ୍ରତ ହେଇଯିବ, କୌଣସି ସତ୍ସଙ୍ଗରୁ ଅନୁଭବ କରିବ, କୌଣସି ସାଧୁ ସନ୍ତଙ୍କ ମେଳରେ ତୁମେ ଆସିଯିବ, ତୁମେ ଜାଗ୍ରତ ହେଇଯିବ। ଆରେ ମୁଁ କ'ଣ କରୁଛି ଏପର୍ଯ୍ୟନ୍ତ। ଶ୍ରୀରାମ ପଣ୍ଡା ଯେମିତି ଛାଡ଼ିଦେଲା ଫିଲ୍ମ ଇଣ୍ଡଷ୍ଟ୍ରି, ଗ୍ଲାମର ଦୁନିଆକୁ ଛାଡ଼ି ପଳେଇଲା, ମୁଁ କ'ଣ କରୁଥିଲି ଆଜି ଯାଏଁ। ସେ ଶୋଇକିରି କରୁଥିଲା, ନିଦ୍ରିତ ଅବସ୍ଥା ଥିଲା, ଜାଗ୍ରତ ହେଇଗଲା, ନିଜର ସ୍ୱରୂପ ଦର୍ଶନ ପାଇଁ ବ୍ୟାକୁଳ ହେଲା। ଯିଏ ଚେତନ ଅଛି, ଯିଏ ଚେତନତା ସୃଷ୍ଟି କରୁଛି, ତୁମେ ସେଇ ରୂପରେ ସେକୁ ଦେଖିବ। ବୁଝିପାରିଲେ? ଯିଏ ଚେତନ ସୃଷ୍ଟି କରୁଛି, ଚେତନତା ସୃଷ୍ଟି କରୁଛି ତୁମ ଭିତରେ, ତାର ରୂପରେଖ, ତାକୁ ହିଁ ଦେଖିବ, ବା ସ୍ୱୟଂ ତୁମେ ସେୟା ହେଇଯିବ। ପ୍ରକାଶ ରୂପରେ ତୁମେ ଯେତେବେଳେ ଦେଖିବ, ତୁମେ ଜାଗ୍ରତ। ତମେ ଶୁଣିଛ ଆ ଭିତରେ ଆତ୍ମା ଅଛି, ଠିକ ଅଛି। ତମେ ଦେଖୁଛ ଦୂରରେ ଅଗ୍ନି ଅଛି, ଠିକ ଅଛି, ସମାନ। ଯେପର୍ଯ୍ୟନ୍ତ ତୁମ ଆତ୍ମାକୁ ନ ଦେଖିଛ, ଯେପର୍ଯ୍ୟନ୍ତ ଅଗ୍ନି ପାଖକୁ ନ ଯାଇଛ, ସେ ପର୍ଯ୍ୟନ୍ତ ତାର ଉତ୍ତାପ ଅନୁଭବ କରିପାରିବନି। ଅଗ୍ନିର ଉତ୍ତାପ ପାଖରେ ବସି ଅନୁଭବ କରିବା ଏବଂ ଦୂରରୁ ଦେଖିବା ଫରକ ହବ। ସେମିତି ଆତ୍ମା ଅଛି ଆ ଭିତରେ, ଗୀତା କହୁଛି, ସମସ୍ତେ କହୁଛନ୍ତି, ଜ୍ଞାନୀମାନେ କହୁଛନ୍ତି ଆ ଭିତରେ ଆତ୍ମା ଅଛି, କିନ୍ତୁ ଆମେ ଦେଖିନି। ସେଇଠି ଚେତନର ଫରକ ରହିବ। ତୁମ ଭିତରେ ଯୋଉ ଚେତନତା ଶୋଇ ଶୋଇକି ରହିଗଲା, ଯେପର୍ଯ୍ୟନ୍ତ ନ ଦେଖିଛି ସେ ପର୍ଯ୍ୟନ୍ତ ଜାଗ୍ରତ ହେଲାନି। ସେଇଥିପାଇଁ ହୁଏତ ଅର୍ଜୁନକୁ କୃଷ୍ଣ କହିଥିଲେ, ଉଠାଅ ଗାଣ୍ଡିବ, ଶରୀରକୁ ଗାଣ୍ଡିବ ସଦୃଶ ଉଠାଅ। ସେ ଶୋଇକି ରହିଛି, ଯେପର୍ଯ୍ୟନ୍ତ ଧନୁର ଗୁଣ ନ ଲାଗିଛି ଧନୁଠାରେ, ସେ ପର୍ଯ୍ୟନ୍ତ ଧନୁ ଆକ୍ଟିଭ ହବନି। ତମ ଶରୀର ଧନୁ ସଦୃଶ୍ୟ, ଆକ୍ଟିଭ କର ତାକୁ। କୋଉଥିପାଇଁ ଆସିଛି ଶରୀର ଆସିଛି କେବଳ ନିଜକୁ ଦେଖିବା ପାଇଁ। ଯେପର୍ଯ୍ୟନ୍ତ ନ ଦେଖିଛି ସେ ପର୍ଯ୍ୟନ୍ତ ଶୁଆ ହୁଆ ଜୀବନ। ଶୋଇ ଶୋଇ ତୁମେ ବଞ୍ଚିଛ, ଶୋଇକିରି ବଞ୍ଚିଛ। ବୁଦ୍ଧଦେବଙ୍କୁ ସେଇ ଜାଗ୍ରତ ସୂତ୍ର ମିଳିଥିଲା। ଆରେ ମୁଁ କ'ଣ କରୁଛି, ଏ ତ ଗୋପା ମୋ ସ୍ତ୍ରୀ, ଠିକ ଅଛି,
ପୁଅ ଅଛି ଠିକ ଅଛି, ଇଏ ତ ରହିବନି କେବେ ନା। ସିଂହାସନ ଅଛି ଠିକ ଅଛି, ଇଏ ତ ରହିବନି, ମୁଁ ତ ରହିବିନି, ଦିନେ ମୁଁ ବି ଶବ ହେଇଯିବି। ସେଇଠି ସେ ଜାଗ୍ରତ ହେଲା, ନିଦ୍ରା ଭାଙ୍ଗିଲା। ଆତ୍ମନ୍ ନିଦ୍ରା ପରିହର, ହେ ଆତ୍ମନ୍ ନିଦ୍ରା ପରିହର। जो शोईकि रही जीवन आज पर्यंत 50 वर्ष पर्यंत तुम शोच, एपर्यंत भी उठी न, तुम जो कर्म कर शोईकि कर्म कर, जाग्रत करुन, जाग्रत शोन। शोवा अर्थ जाग्रत शोब, जाग्रत खाइब, जाग्रत काम कर, सदाबले जाग्रत थिब। जाग्रत जो कर, जाग्रत अनुभव कर आत्मा। ये जो सिस्टम तैयारी करिव निजे कहा पई तैयारी करिव, तुम चेतना पाई, चित शक्ति पाई, सचित आनंद हेले चेतना वृद्धि हब, चेतना वृद्धि हेले सत्य को देखिब। सत चित आनंद, आनंदर वृद्धि हेले तमें चित की देख, चेतना स्वरूप हो। चेतना कौन नहीं, पूर्ण मात्रा 100% चेतना जागृत है। तुम जो 1% जागृत अच्छी सी 1%, 100 रु 1। जिते चेतना शक्ति वृद्धि हम, चित शक्ति सत्य आड़ को जीव। सत्य माने आत्मा आड़ को जीव, जी चिरंतन सत्य। जदिव तुम्हें चिरंतन सत्य तुम्हें जान न, मु चिरंतन बोली मु किए भी जान न। तुम घरे 1000 कोटी टंकार सुना अच्छी पोता है, तुम्हें जान न, से तुम्हें कौच मु गरीब। जो खोल निजे तार अमानत निजे अनुभव कर, तुम्हें केवे कहबन जे मु गरीब बोली। सेमती आम भितर चेतना अच्छे माने बहुत मूल्यवान जिनस आम भितर अच्छे। जन जन जनकर कहते डोपामिन झरुनी, मोर रिमेम्बरिंग पावर सर्ट हो गला। डोपामिन सहित रिमेम्बरिंग पावर संपर्क अच्छी। रिमेम्बरिंग पावर सर्ट माने तुमरा चेतना जो जिनस को मन रखुला से रोनी। कौटी मन रखुला जड़े मनीष रखुला, कौटी जो ब्रेन रखुला से ब्रेन गोटे स्थान गोटे स्थान नष्ट हो गला। जो कष्ट सब अच्छी 7,30,00,000 कष्टक अच्छी ब्रेन, 7,30,00,000। आमर एक्टिव मात्र 2 कोटी कोष्ठक घर। 2 कोटी आम जी रिमेम्बरिंग करुचे, मात्र 2 कोटी एक्टिव अच्छे ब्रेन तुम घर गुड़ी। आउ बाकी रहा केते हिसाब कर, 7 रु 2 गले 5,30,00,000। 5,30,00,000 कोष्ठक तुम भितरे माने डेड पोजिशन अच्छी, जीवंत ना, एक्टिवेट ना, एक्टिव ना। एथरो अनुभव करंतु तुमर चेतनाटा केते अच्छी, चित शक्ति केते अच्छी, अनुभव करंतु। मु एठी कहि रखिबि, दावेदार देकर कहि परिबि, जदि जने प्लुत स्वर रे सूक्ष्म भाव स्थिर चित्त मन लगे मन देकर प्रणव कर, मन देकर प्रणव कर, से सूक्ष्म स्वर रे प्लुत स्वर रे मिसी जीव, तार आयु आउ 2 कोटी एक्टिव हो मात्र प्रणव। चेतना शक्ति वृद्धि हम, मन रखा रिमेम्बरिंग पावर जो कहते रिमेम्बरिंग पावर वृद्धि हो, डोपामिन झर
ବୁଝିଲେ, ଡୋପାମିନ୍ ଝରିବ। ମାତ୍ର ପ୍ରଣବ କଥା ମୁଁ କହୁଛି, ପ୍ରଣବରେ ଆକ୍ଟିଭ ହେଇଯିବ। ଆଉ 2 କୋଟି 2 2 4 କୋଟି ହେଇଗଲା। 2 କୋଟି ଆକ୍ଟିଭ ଅଛି ମନେ ରଖନ୍ତୁ, ଆଉ 2 କୋଟି ଆକ୍ଟିଭ ହେଇଯିବ କେବଳ ପ୍ରଣବରେ। ଆଉ ଯେତେ ଚେତନତା ଆଡ଼କୁ ଯିବ, ସତ୍ୟ ଆଡ଼କୁ ଯିବ, ଆତ୍ମା ଆଡ଼କୁ ଯିବ, ସେଇ ପରିମାଣରେ ବୃଦ୍ଧି ହେଇଯାଉଥିବ ରିମେମ୍ବରିଂ ପାୱାର ବା ମନେ ରଖିବା ଶକ୍ତି, ବା ତୁମର ଯେଉଁ କଳେବର, ଚେତନର କଳେବର ଅଛି, କୋଉଠି ରଖିବାର ଜାଗା ଅଛି ଏ ବ୍ରେନରେ, ସେ ସ୍ଥାନିତ ହେଇକି ରହୁଛି ନା, ଖୋଲି ଯାଉଛି, ସେ ଘର ଗୁଡ଼ିକ ଖୋଲୁଛି, ସେ ଘର ଗୁଡ଼ିକ ଖୋଲୁଛି, ସେ ସେଲ୍ ଗୁଡ଼ିକ ଖୋଲୁଛି। ତେଣୁ ଦେଖନ୍ତୁ ଯୋଗ କେତେ ମହତ୍ୱପୂର୍ଣ୍ଣ ଜିନିଷ ଏଠି। ତୁମର ଚେତନାକୁ କ୍ରିଏଟ୍ କରିବା ପାଇଁ, ତୁମର ଚିତ୍ ଶକ୍ତିକୁ ବୃଦ୍ଧି କରିବା ପାଇଁ ଯୋଗର କେତେ ଆବଶ୍ୟକତା ଅଛି। ଆଉ ତୁମେ ଦେଖିବାକୁ ଗଲେ ତୁମେ ଯେଉଁ ଶରୀର ଧରି ବୁଲୁଛ, ସେ ଶରୀର କିଛି ନାହିଁ, ତାକୁ ବୁଲଉଛି ଚେତନ। ଚେତନ ହେଉଛି ଗୋଟେ ଭାଇଟାଲ ଅର୍ଗାନ। ଚେତନ ଭାଇଟାଲ ଅର୍ଗାନ। ଚେତନ ପ୍ରାଣକୁ ରଖିଛି, ଚେତନ ମନକୁ ରଖିଛି। ଯେଉଁ ଚେତନ ବା ଚେତନତା ତୁମ ଶରୀରକୁ ବହନ କରୁଛି। ଏଣ୍ଟାର ଶରୀରଟା ଚେତନ ଦ୍ୱାରା ବାନ୍ଧି ହେଇଛି। ତୁମେ ଯାହା ସହିତ ବଳବାନ ବୋଲି ଭାବୁଛ, କସରତ କରିବାକୁ ଯୋଜନା କରୁଛ, ତୁମ ଶରୀର ଦ୍ୱାରା ନୁହେଁ, ଚେତନ ଦ୍ୱାରା। ଶତ୍ରୁପକ୍ଷକୁ ଦମନ କରିବାକୁ ଚାହୁଁଛ, ଚେତନ ଦ୍ୱାରା। ତେଣୁ ଆକ୍ଟିଭ ହେବା ପାଇଁ ବା ଯେତେ ତୁମେ ସତ୍ୟ ଆଡ଼କୁ ଅଗ୍ରସର ହେବ, ଆତ୍ମା ଆଡ଼କୁ ଅଗ୍ରସର ହେବ, ସେତିକି ପରିମାଣରେ ତୁମ ଭିତରେ ଚେତନତା ଜାଗ୍ରତ ହେବ। ଯେଉଁ ଶୋଇ ହେଇକି ରହିଛ, ଚାଲୁଛ, ଆଜ ୟୁଜୁଆଲ କାମ କରୁଛ, ହଳ କରୁଛ, ଚାଷ କରୁଛ, ଫ୍ୟାକ୍ଟ୍ରି ଚଲାଉଛ, ଇଣ୍ଡଷ୍ଟ୍ରି କରୁଛ, ପୋଖରୀରେ ମାଛ ଛାଡ଼ୁଛ, ସଂସାର କରୁଛ, ଖେଳୁଛ, ବୁଲୁଛ, ରାଜନୀତି କରୁଛ, ଯାହା ସବୁ କରୁଛ ଶୋଇକରି କରୁଛ, ବାସ୍ତବରେ ଜାଗ୍ରତ ନାହଁ ତୁମେ। ଜାଗ୍ରତ କିଏ ହବ ନା ଯିଏ ସାଧନ କରିବ, ଯିଏ ଆତ୍ମାର ମୁଁ କିଏର ପରିଚୟ ଖୋଜିବ। ସେ ଏକ ପ୍ରକାର ଜାଗ୍ରତ ହେଇଗଲା। ହଠାତ୍ ଉଠି ଆସିବ ସଂସାର ଭିତରୁ, ଆରେ ମୁଁ କ'ଣ କରୁଛି, ମୁଁ କିଏ ତାହେଲେ, ମୁଁ ତ କାଲି ମରିଯିବି ନା। ଦେଖନ୍ତୁ ବାସ୍ତବ ସତ୍ୟ ଦେଖନ୍ତୁ, କାଲି ହିଁ ତୁମେ ମରିବ। ଆଠୁ ଚିରନ୍ତନ ସତ୍ୟ କିଛି ନାହିଁ। ଆଠୁ ଚିରନ୍ତନ ସତ୍ୟ କିଛି ନାହିଁ। ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି, ଖାଉନଥିବେ ଶ୍ୱାନ ଶୃଗାଳ ବାଣ୍ଟି। ଏଇଟା ଚିରନ୍ତନ ସତ୍ୟ। ନ ଯିବେ ତୋ ସଙ୍ଗତେ ଯିବୁ ତୁ ଏକା, ତୋ ସାଙ୍ଗରେ କେହି ଯିବେନି। ଗଲେଣି ତୋ ସଙ୍ଗତ ଯେତେକ ଜନ, ଗଣ୍ଠିରେ ବାନ୍ଧି ନେଲେ କେତେ ଧନ। କେହି କିଛି ନେଇନାହାନ୍ତି, ଯିବା ସତ୍ୟ। ଆଉ ତୁମ ଶରୀରକୁ ଶୃଗାଳ, ଶାଗୁଣା, ଶ୍ୱାନ ବାଣ୍ଟିକିରି ଖାଇବେ। ଯାହାକୁ ତୁମେ ଏତେ ପରଫ୍ୟୁମ୍ ମାରିକିରି ସେଣ୍ଟେଡ୍ କରୁଛ, ଶରୀରକୁ ସ୍ନୋ ଲଗେଇ ଦେଉଛ, ଅତର ଲଗେଇ ଦେଉଛ, ସାବୁନ ଲଗେଇ ଦେଉଛ, ତେଲ ମାଖି ଦେଉଛ, ହଳଦୀ ମାଖି ଦେଉଛ, ଇଏ କେବେ ତୁମ ଶରୀର ନୁହେଁ। ତୁମ ସହିତ କେହି ଯିବେନି। ମନେ ରଖନ୍ତୁ, ଯେତେବେଳେ ଏଇ ଚେତନା ଆସିଯିବ ତୁମ ମନ ଭିତରେ, ତୁମେ ଜାଗ୍ରତ ହେବ। ସେଇ ଶୁଆ ହୁଆ ଜୀବନଟାକୁ ପୁଣି ଉଜାଗର କରିବ, ଜାଗ୍ରତ ହେଇଯିବ। ଆରେ ସତେଜ ତ, ମୋତେ ମରିବାକୁ ପଡ଼ିବ, ମୋତେ ଛାଡ଼ିବାକୁ ପଡ଼ିବ ସଂସାରଟାକୁ, ମୁଁ ତେବେ କାହିଁକି ଆସିଥିଲି। ଜଣକୁ ମୁଁ ପଚାରିଲି, ମୁଁ କହିଲି ତୁମେ କେତେ ଦିନକୁ ଆଳୁ ଖାଉଛ?
ନା ମୁଁ 2-3ଟା ଆଳୁ 5ଟା ଆଳୁ ଖାଉଛି, 2ଟା ଆଳୁ ଆଭରେଜ 250 ହେଲେ ଦିନକୁ 250 ହେଲେ ମାସରେ କେତେ ଆଳୁ ହେଲା, ବର୍ଷରେ କେତେ ଆଳୁ ହେଲା, 50 ବର୍ଷରେ କେତେ ଆଳୁ ହେଲା। ତାମାନେ ଆଳୁ ତୁମେ 30 କୁଇଣ୍ଟାଲ ଖାଇସାରିଲଣି, 40 କୁଇଣ୍ଟାଲ ଆଳୁ ଖାଇସାରିଲଣି। ସେମିତି କେତେ ଖାଦ୍ୟ ଖାଇସାରିଲଣି, କେତେ ଖାଦ୍ୟ ଖାଇସାରିଲଣି ହିସାବ କର। କେତେ କୋଲ୍ଡ ଡ୍ରିଙ୍କସ୍ ପିଇଲଣି, କେତେ ଚକୋଲେଟ୍ ଖାଇଛ, କେତେ ବର୍ଫି ପିଇଛ, କେତେ ରସଗୋଲା ଖାଇଛ ଜୀବନରେ, କେତେ କେତେ ହଜାର ରସଗୋଲା ଖାଇସାରିଲଣି, କେତେ କୋଟି କୋଟି ଚାଉଳର ଭାତ ଖାଇଲଣି, କୋଟି କୋଟି ହବ। କେତେ ଅମୃତଭଣ୍ଡା ଖାଇଛ, କେତେ ଗୁପଚୁପ ଖାଇଛ, କେତେ ମଟନ ଖାଇଛ, କେତେ ଅଣ୍ଡା ଖାଇଛ, କେତେ ଯେ କ'ଣ ଖାଇଛ ହିସାବ କେହି ଦେଇପାରିବେନି ପୃଥିବୀରେ। ମୁଁ ଆଜି ପର୍ଯ୍ୟନ୍ତ ଯାହା ଖାଇଛି ମୁଁ ନିଜେ ଦେଇପାରିବିନି, କେହି ବି ଦେଇପାରିବେନି। ଆର ଅର୍ଥ ହେଉଛି ତୁମେ ଶୋଇକିରି ଖାଉଛ, ଶୁଆ ଶୁଆ। ଆଉ ବି ସେତିକି ଖାଇବ, 80 ବର୍ଷରେ ସରିଗଲା ଖାଦ୍ୟ ସେକ୍ସନ, ଆହ୍ୱାନ କରିବ ମୃତ୍ୟୁ। ତାପରେ ଜୀବନଟା ସେୟା ହେଇକି ନଷ୍ଟ ହେଇଗଲା, ଆଉ କିଛି ରହିଲାନି, ମିଳିଲାନି ତୁମକୁ କିଛି। ଏ ଜୀବ ସାଧୁ ସଙ୍ଗ ବିନୁ, ବିନା ସାଧୁ ସଙ୍ଗରେ ତୁମେ ଜ୍ଞାନ ମିଳିବନି। 100 ଜଣ ସାଙ୍ଗ ଠାରୁ ଗୋଟିଏ ପୁସ୍ତକ ମୂଲ୍ୟବାନ। ମନେ ରଖନ୍ତୁ, ଗୋଟିଏ ଭଲ ପୁସ୍ତକ, ସବୁ ପୁସ୍ତକ ମୂଲ୍ୟବାନ ନାହିଁ, ଗୋଟିଏ ଭଲ ପୁସ୍ତକ। 100ଟା ସାଙ୍ଗ ଠାରୁ ଗୋଟିଏ ଭଲ ପୁସ୍ତକ ମୂଲ୍ୟବାନ, ମନେ ରଖନ୍ତୁ। ଆଉ 1000 ଲୋକଙ୍କ ସଂସ୍ପର୍ଶରେ, ଭଲ ଲୋକଙ୍କ ସଂସ୍ପର୍ଶରେ ଆସିବା ଅପେକ୍ଷା ଗୋଟିଏ ସତ୍ସଙ୍ଗ ମୂଲ୍ୟବାନ। 1000 ଭଲ ଲୋକଙ୍କ ସଂସ୍ପର୍ଶରେ ଆସିବା ଅପେକ୍ଷା ଗୋଟିଏ ସତ୍ସଙ୍ଗ ବହୁତ ମୂଲ୍ୟବାନ। ଏଇଟାକୁ କେବେ ଭୁଲନ୍ତୁ ନାହିଁ ଜୀବନରେ, କେବେ ଭୁଲନ୍ତୁ ନାହିଁ। ଗୋଟିଏ ସତ୍ସଙ୍ଗ କେତେ ମୂଲ୍ୟବାନ ତୁମ ପାଇଁ। ତୁମ ଜୀବନକୁ ପରିବର୍ତ୍ତନ କରିବା ପାଇଁ, ତୁମ ଜୀବନକୁ ନୂଆ ରଙ୍ଗରେ ରଙ୍ଗାୟିତ କରିବା ପାଇଁ, ତୁମ ଜୀବନକୁ ନୂଆ ଜୀବନ ଦେବା ପାଇଁ, ତୁମର ଭୌଗୋଳିକ ପରିସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ଗୋଟିଏ ସତ୍ସଙ୍ଗ ବହୁତ ମୂଲ୍ୟବାନ। 7 ସ୍ୱର୍ଗ ଅପବର୍ଗ, 7ଟା ସ୍ୱର୍ଗ ଯଦି ନଦୀ ଦିଆଯାଏ ଗୋଟେ ନିକିତିରେ, ଆର ପଟରେ ଗୋଟିଏ ସତ୍ସଙ୍ଗ ରଖାଯାଏ, ଆର ମୂଲ୍ୟ ବହୁତ ତଳକୁ ଦବିବ ନିଶ୍ଚିନ୍ତ। 7 ସ୍ୱର୍ଗ ଅପବର୍ଗ, 7ଟା ସ୍ୱର୍ଗ ଯଦି ନଦୀ ଦିଆଯାଏ ଗୋଟେ ପଟରେ, ଏଇ ଯୋଉ ଶୁଆ ହୁଆ ଜୀବନ, ଶୋଇଥିବା ଜୀବନକୁ ଜାଗ୍ରତ କରେଇଦବ। ଦେଖନ୍ତୁ କେତେ ହଜାର କ'ଣ ଖାଇସାରିଲଣି ତୁମେ, କେତେ ଥର ବି ଝାଡ଼ା ଗଲଣି, ଦ୍ୟାଟ୍ସ ଏନଫ୍, ଏତିକି କେବଳ। ତା ବ୍ୟତୀତ ତମେ କିଛି କରିନ। 24 ଘଣ୍ଟାରୁ 6 ଘଣ୍ଟା ଶୋଇଲ, ଖାଇଲ 3 ଘଣ୍ଟା, ହେଲା। ଏଣୁ ତେଣୁ ବାଜ୍ୟ ଗପ କଲ 6 ଘଣ୍ଟା, ଆଉ ଇତ୍ୟାଦି ଇତ୍ୟାଦି। 24 ଘଣ୍ଟାଟା ଏମିତି ନଷ୍ଟ ହେଇଛି ତୁମର। ଆଜି ପର୍ଯ୍ୟନ୍ତ ଦେଖନ୍ତୁ, ହିସାବ କରନ୍ତୁ, ସଂସାର କରିଛ ଠିକ ଅଛି, ସଂସାର କରିଛ ଠିକ ଅଛି, କିନ୍ତୁ ଶୋଇକିରି ସଂସାର କରିଛ ତୁମେ, ଜାଗ୍ରତରେ କରିନ। କାହିଁକି ମୁଁ ସଂସାର କରୁଛ ଜାଣିନ, ଯିଏ ଆସିଛି କାହିଁକି ଜାଣିନି, ଯିଏ ନିଜର ପରିଚୟ ଜାଣିନି ମୁଁ କିଏ, ସେ ସଂସାରର ମୂଲ୍ୟ କ'ଣ ଅଛି। ଦେଖନ୍ତୁ ବାସ୍ତବ ତତ୍ତ୍ୱ ଦେଖନ୍ତୁ।
ସେଥିପାଇଁ କୁହାହେଲା ନ ଯିବେ ତୁ ସଙ୍ଗ ତୁ ଯିବୁ ତୁ ଏକା, ତୁ ଏକୁଟିଆ ଯିବୁ, ତୋ ସାଙ୍ଗରେ କେହି ଧନରତ୍ନ ଯିବେନି। ସିକନ୍ଦର ଆସିଲେ, ମରିଲା ବେଳକୁ କହିଲେ ମୋର ହାତ ଦିଟାକୁ ଖୋଲିଦେବ, ସମସ୍ତେ ଜାଣିବେ ମୁଁ ଆଣିଥିଲି ଯାହା ରୋଜଗାର କରିଥିଲି କିଛି ନେଲିନି, ଖାଲି ହାତରେ ଯାଉଛି। ମୃତ୍ୟୁ ସତ୍ୟ। 200 ଡାକ୍ତରଙ୍କୁ ରଖାଗଲା ମରିଲା ବେଳେ, ଲୋକ ଦେଖିବେ ଡାକ୍ତରମାନେ ଅଛନ୍ତି ଅଥଚ ମରିଗଲେ। ଆଗରୁ କହିଥିଲା, ଘୋଷଣା କରିଥିଲା ଯେ ବିଶ୍ୱ ବିଜୟୀ ବୀର, ଯାହାର ଯାହାର ମା ଥରେ କହିଥିଲେ ସବୁ ଜୟ କଲୁ ଭାରତକୁ ଜୟ କର। ସେଇ ସିକନ୍ଦର ଭାରତକୁ ଜୟ କରିଥିଲା। ଗୋଟିଏ ମୁନି ଦଣ୍ଡାୟନ ଋଷି ପରିବର୍ତ୍ତନ କରିଥିଲେ ଗୋଟିଏ ଶବ୍ଦରେ, ତାକୁ କହିଲେ ବିଶ୍ୱ ବିଜୟୀ ବୀର ତୁ, କ'ଣ ତୋର ଗୋଟେ ଉପରକୁ ଗୋଟେ ଗୋଡ଼ ଉଠିଲେ ଆଉ ଗୋଟେ ଗୋଡ଼ ଉଠି ଯାଉଛି ଏକାଥରେ, ଦିଟା ଗୋଡ଼ ଉଠେଇଲେ ବିଶ୍ୱ ବିଜୟୀ ବୀର। ଗୋଟେ ଗୋଡ଼ ତ ଆଗେ ପଡ଼ିଲେ ଆଉ ଗୋଟେ ଗୋଡ଼ ଉଠୁଛି, ସମସ୍ତଙ୍କର ଉଠୁଛି, ତୋର ଉଠୁଛି, ଆଉ ଫରକ କ'ଣ? ବିଶ୍ୱ ବିଜୟୀ କେମିତି ଥିଲୁ? ପବନ ଦଉଛି ପୂର୍ବରୁ ପଶ୍ଚିମରୁ କହିଲୁ ଦବ, ଆମେ ଜାଣିବା ବିଶ୍ୱ ବିଜୟୀ ନା ହବନି। ନହେଲେ ବିଶ୍ୱ ବିଜୟୀ କେମିତି ହେଲୁ? ପରିବର୍ତ୍ତନ ହେଲା, ବାସ୍ତବରେ ମୁଁ ବିଶ୍ୱ ବିଜୟୀ। ଦୀକ୍ଷା ନେଲା ଭାରତରୁ, ଭାରତକୁ ଯିଏ ଆସିଛନ୍ତି ଦୀକ୍ଷା ନେଇଛନ୍ତି, ଭାରତରୁ ଯିଏ ଦୀକ୍ଷା ନେଇଛନ୍ତି, ଯିଏ ଆସିଛନ୍ତି ସେ ଦୀକ୍ଷା ନେଇଛନ୍ତି। ଦଣ୍ଡାୟନ ଦୀକ୍ଷା ଦେଲେ, ପରିବର୍ତ୍ତନ ହେଇଗଲା। ତେଣୁ ସମୟ ତ ସରିଲାଣି, ଆଉ 5 ମିନିଟ୍ ଅଛି। ଆମେ ଟାର୍ଗେଟ ରଖିଥିଲେ ଗୋଟେ। ଚେତନକୁ ଜାଗ୍ରତ କରିବାକୁ ହେଲେ ତୁମେ ନିଜେ ସତ୍ସଙ୍ଗରେ ରହିବା ଦରକାର। ସତ୍ସଙ୍ଗ ହେଉଛି ତାର ମୂଳ ଉତ୍ସ। କହିଲେନି 7 ସ୍ୱର୍ଗ ଅପବର୍ଗ, 7ଟା ସ୍ୱର୍ଗ ଲାଗିବନି ଗୋଟିଏ ସତ୍ସଙ୍ଗରେ। ସତ୍ସଙ୍ଗତ୍ୱ ନିଃସଙ୍ଗତ୍ୱ, ନିଃସଙ୍ଗତ୍ୱ ନିର୍ମୋହତ୍ୱଂ, ନିର୍ମୋହତ୍ୱ ନିଶ୍ଚଳତ୍ୱଂ, ନିଶ୍ଚଳତ୍ୱ ଜୀବନ ମୁକ୍ତି। ଜୀବନର ମୁକ୍ତି ସେଠି ହେବ। ମୂଳ ହେଉଛି ସତ୍ସଙ୍ଗତ୍ୱ ନିଃସଙ୍ଗତ୍ୱ। ସତ୍ସଙ୍ଗ କଲେ ନିଃସଙ୍ଗ ଭାବ ସୃଷ୍ଟି ହେବ। ଆଉ ଶୋଇ ଶୋଇ ରହିଲେ କ'ଣ ହେବ? କହ ନାଇଁ ମୋର ତ ବଡ଼ ଫ୍ୟାକ୍ଟରି ଅଛି, ମୁଁ ବୋଧେ ବଡ଼ ଲୋକ ଏ ସଂସାରରେ। ଯିଏ ଆସିଥିଲା ବଡ଼ ଲୋକ, ଯିଏ ସମସ୍ତ ସୁନାକୁ ରଖିଥିଲା ନେଇକିରି ସାରା ବିଶ୍ୱର, ସେ ସୁନାକୁ ବିଛେଇ ଦେଲା ରାସ୍ତାରେ। ଦେଖ ଏଗୁଡ଼ା ସବୁ କିଛି ନାହିଁ, ସୁନାର ରାସ୍ତା କରିଦେଲା କଫିନ୍ ପର୍ଯ୍ୟନ୍ତ। ସିଏ ବିଶ୍ୱ ବିଜୟୀ ବୀର, ସିଏ ମୂଲ୍ୟବାନ ଧନଶାଳୀ ଲୋକ ନା ତୁମେ ଧନଶାଳୀ ଲୋକ? 2 ହାତକୁ ଖାଲି କରିଦେଲା, ସୁନାକୁ ବିଛେଇ ଦେଲା, ରୋଡ ଗୋଟେ ରୋଡ ହେଇଗଲା କଫିନ୍ ପର୍ଯ୍ୟନ୍ତ। ଦେଖ ଏ ସବୁ ପଢିଛି, ମୁଁ ନେଇପାରିଲିନି। ଚେତାବନୀ ଦେଲା ସମସ୍ତଙ୍କୁ। ଅବଶ୍ୟ ଜାଗ୍ରତ ହେଇଛି, ସେ ଯୋଉ ଶୋଇକିରି ଯୁଦ୍ଧ କରୁଥିଲା ଜାଗ୍ରତ ହେଇନଥିଲା, ଦଣ୍ଡାୟନ ଋଷି ଜାଗ୍ରତ କରିଦେଲେ। କେତେ କୋଟି ସୁନା ଥିବ ତା ପାଖରେ, ସବୁ ଫୋପାଡ଼ି ଦେଲା। ଆଉ ତୁମେ ତ ଗୋଟେ ସୋରିଷ ଭଳିଆ ସୁନା ଥିଲେ, ଆଗରୁ ବାଣ୍ଟୁଛ ତୁମେ। ଝିଅ ନବ କି ପୁଅ ନବ, ସିଏ ଆଗରୁ ଅଙ୍କ କଷିଥିବେ। ଯୋଉ ସୁନା ଫୁଲଟି ନାଇଛ, ନୋଳି ନାଇଛ, ନାକରେ କାନରେ ନାଇଛ ସୁନା ପେଣ୍ଡି, ତୁମର ସନ୍ତାନ ସନ୍ତତି ଯଦି ଶୋଇକିରି ଥିବେ, ସେ ଜାଗ୍ରତ ଅବସ୍ଥାରେ ନଥିବେ, ସେ ସୁନା ପେଣ୍ଡିକି ଲକ୍ଷ୍ୟ କରିଥିବେ, ଇଏ କୋଉଦିନ ମରିଯିବ, ମୁଁ ନେଇଯିବି। ଇଏ ସଂସାର ରହସ୍ୟ। ଆଉ ତୁମେ ସୁନା ପିନ୍ଧଛ କୋଉଥିପାଇଁ?
ସେ ସୁନା ଲାଗି ତ ବିଭ୍ରାଟ ସୃଷ୍ଟି ହେବ। କିଏ ନବ? ବହୁତ ଅକୁହା କଥା ଅଛି, କହିହବନି। ଗଲେଣି ତୋ ସଙ୍ଗ ତୁ ଯେତେକ ଜନ, ଗଣ୍ଠିରେ ବାନ୍ଧି ନେଲେ କେତେ ଧନ। ଚର୍ମ ବେଢ଼ିଛି ସିନା ଚଉରାଶିକି, ଚିତ୍ତ ତୁ ଦିଅ ନୀଳ ଗିରିବାସୀଙ୍କି। ଏ ଚର୍ମ 84, ଯେମିତି ଜଗନ୍ନାଥଙ୍କର 84 ସ୍ପୋକ, ସେମିତି ଶରୀରକୁ ନେଇକରି ଯୋଉ ରଥ ତିଆରି ହେଇଛି, ଇଏ ଗୋଟେ ରଥ। ପଞ୍ଚ ଇନ୍ଦ୍ରିୟ ଘୋଡ଼ା ଏ ତମକୁ ଟାଣୁଛନ୍ତି। 84 ନାଡ଼ି, ତାକୁ ମନ ନ ଦେଇକରି ସେ କହୁଛନ୍ତି ଚିତ୍ତ ତୁ ଦିଅ ନୀଳଗିରିବାସୀଙ୍କି। ନୀଳଗିରି ଅର୍ଥ ଉପର, ପାହାଡ଼ ଉପର, ଶୀର୍ଷରେ ଯିଏ ଅଛନ୍ତି। ଶୀର୍ଷରେ କିଏ ଅଛନ୍ତି? ଏ ରଥରେ ଆତ୍ମା ଅଛି। ସେଠି ମନ ଦେବାକୁ କୁହାଯାଇଛି। ତାହେଲେ ତୁମେ ଜାଗ୍ରତ ହବ, ଚେତନତା ବୃଦ୍ଧି ହବ ତୁମ ଭିତରେ। ଚିତ୍ ଶକ୍ତି ଯୋଉ ଅଛି ସେ ଜାଗ୍ରତ ହବ। ଯୋଗ ଯୁକ୍ତ ହେଲେ ତୁମକୁ ଅନମୋଲ ପ୍ରିୟା ମିଳିବ। କବୀର କହିଲେ ଯୁଗ ଯୁଗତ ସେ ପ୍ରିୟା ମିଲା ଅନମୋଲରେ, ଅନମୋଲ ପ୍ରିୟା ମିଳିବ ବୋଲି କହିଲେ। ଯେତେ ମହାପୁରୁଷ ଆସିଛନ୍ତି, କବୀର ହେଉଛନ୍ତି ତାଙ୍କ ଭିତରେ ସର୍ବଶ୍ରେଷ୍ଠ ସନ୍ଥ ଜଣେ। ସାହିତ୍ୟ ଅସାଧାରଣ ସାହିତ୍ୟ, ସମୁଦ୍ର ଭଳି ଜ୍ଞାନ। ସାହେବ ତେରା ହେ ଘଟ ମାଇ, ବାହାର ନେଇନା କେଉଁ କଲେ। ତାହେଲେ ତୁମର ଚିତ୍ତ ଜାଗ୍ରତ ହବ, ଚେତନା ଜାଗ୍ରତ ହବ। ସାହେବ ତୁମ ଭିତରେ ଅଛନ୍ତି, ବାହାରୁ କାହିଁ ଆଖି ଖୋଲୁଛୁ? ଚେତନା ସେଇଠି ଜାଗ୍ରତ ହବ। आप दीप बनो, ବୁଦ୍ଧ କହିଲେ ଚେତନା ଜାଗ୍ରତ ହେବାରୁ କହିଲେ आप ଦୀପ ବନ, ନିଜେ ନିଜର ଦୀପ ହୁଅ, ମାନେ ନିଜେ ପ୍ରଜ୍ୱଳିତ ହୁଅ। ଅପ୍ରମାଦ, କିଏ କହିଲେ? ଅପ୍ରମାଦ। ବୁଦ୍ଧ ମହାବୀର କହିଲେ ଅପ୍ରମାଦ। ସେଇ ଗୋଟିଏ ଶବ୍ଦ, ସେଇ ଗୋଟିଏ ଶବ୍ଦ ତୁମକୁ ଜାଗ୍ରତ କରିଦେବ। ଯାହାର ରୂପ ହେଉଛି ମାନେ ପ୍ରାଣାୟାମ। ପ୍ରାଣାୟାମ ରୂପରେ ଆସିଲେ ତୁମେ ଜାଗ୍ରତ ହବ। ଯେମିତି ବିଲ ବେଉଷଣ ହେଲେ ଶସ୍ୟ ସୃଷ୍ଟି ହବ, ସେମିତି ତୁମେ ଜାଗ୍ରତ ହେଲେ, ପ୍ରାଣାୟାମ କଲେ ଇଏ ଚେତନା ଜାଗ୍ରତ ହବ। ସେଇଥିପାଇଁ ହୁଏତ ଗୀତାରେ କହିଲେ ମୁଁ ବସନ୍ତ ଋତୁ, ମୁଁ ବସନ୍ତ ଋତୁ। ବସନ୍ତ ହେଉଛି ପ୍ରାଣାୟାମ। ବସନ୍ତ ଋତୁ ଆସିଲେ ଫୁଲ ପ୍ରସ୍ଫୁଟିତ ହବ, ଫଳ ଧରିବ। ତେଣୁ ବସନ୍ତ ଋତୁ ବୋଲି ସେ କହିଛନ୍ତି ନିଜକୁ। ଏ ଜାଗ୍ରତର ଦୃଶ୍ୟ ଏସବୁ, ଏ ସବୁ ଜାଗ୍ରତର ଦୃଶ୍ୟ। କି ତାକୁ ଗୋଲ ହାଟ କହିଲାଣି, ମାନେ ଆତ୍ମାର ଜଗତକୁ କିଏ ଗୋଲ ହାଟ କହିଲାଣି, କିଏ କାଉଁରିପୁରୀ କହିଲାଣି, କିଏ ଶୂନ୍ୟ ମନ୍ଦିର, ଶୂନ୍ୟ ଦେବତା ବି କହିଲାଣି। ବିଭିନ୍ନ ରୂପରେ ବିଭିନ୍ନ ସଜେଇକିରି କହିଛନ୍ତି, କିନ୍ତୁ ଗୋଟିଏ ଅର୍ଥ। ତେଣୁ ଜାଗ୍ରତ ଚେତନ କେତେବେଳେ ଜାଗ୍ରତ ହବ ନା ଯେତେବେଳେ ତୁମେ ସିଆଡ଼କୁ ଯିବ, ସେଇ ସତ୍ୟ ସ୍ୱରୂପକୁ ଦର୍ଶନ କରିବ, ସତ୍ୟକୁ ଦେଖିବ, ଆନନ୍ଦିତ ହବ, ଜାଗ୍ରତ ସୃଷ୍ଟି ହବ। ତୁମ ଭିତରେ କେତେ ସିଂହରଣ ସୃଷ୍ଟି ହବ ତମେ କେବେ କଳ୍ପନା ବି କରିପାରିବନି। ସେଇଟା ହେଉଛି ଜାଗ୍ରତ, ସେଇଟା ହେଉଛି ଜାଗ୍ରତର ଅବସ୍ଥା, ସେଇଟା ହେଉଛି ଜାଗ୍ରତର ଅବସ୍ଥା, ଅନ୍ୟଥା କିଛି ନାହିଁ। କ'ଣ କରିବା କୁହନ୍ତୁ? ଯେତେ ସବୁ ମହାପୁରୁଷ ଆସିଛନ୍ତି, 25 ବର୍ଷ ପୂର୍ବରେ ବୁଦ୍ଧ ଆସିଲେ,
ହିନ୍ଦୁସ୍ତାନ ମହାବୀର ଆସିଲେ ହେଲେ, ପ୍ରବୋଧ କାତ୍ୟାୟନ ହେଲେ, ମଖଲି ଗୋସାଲ ହେଲେ, ସଞ୍ଜୀବ ବିଥଲି ପୁତ୍ର ହେଲେ, ସମସ୍ତେ ଆସିଛନ୍ତି ଗୋଟେ ଗୋଟେ ନେଇକି। ଶୁକ୍ରାର ହେଲେ ୟୁନାନରୁ, ପ୍ଲେଟୋ ହେଲେ, ଅରସ୍ତୁ ହେଲେ, ପ୍ଲାଣ୍ଟିନସ୍ ହେଲେ, ଇଏ ସବୁ ୟୁନାନର। ଯେତେ ମହାପୁରୁଷ ସବୁ ଆସିଛନ୍ତି ସେ ଗୋଟିଏ କଥା କହିଛନ୍ତି। ଲାଓସ ଆସିଲେ ଚୀନର, କନଫୁସସ୍ ଆସିଲେ, ପ୍ରାନ୍ଥସ ଆସିଲେ ଚୀନର। ସେ ଜାଗ୍ରତ ଅବସ୍ଥା କଥା କହିଛନ୍ତି, ସମସ୍ତେ ଜାଗ୍ରତ ହୁଅ। ବୁଦ୍ଧ କହିଲେ ବିପସନା, ସେ ଯେଉଁ ପ୍ରାଣାୟାମକୁ, ଜାଗ୍ରତ ଅବସ୍ଥାର ନାମ ହେଉଛି ବିପସନା, ଅନ୍ତର୍ଦୃଷ୍ଟି, ଶ୍ୱାସକୁ ଦେଖିବା। ଜିଗ୍ରି, ସୁଫିମାନେ କହିଲେ ଜିଗ୍ରି, ଜିକ୍ରି, ଜିକ୍ରି, ଜିଗ୍ରି ନା ଜିକ୍ରି। ପଲଟୁ ଆସିଲେ କହିଲେ ସୁରତି, ଜାଗ୍ରତର ଅବସ୍ଥାର ନାମ, ଚେତନାର ନାମ। ବୁଦ୍ଧ ତାକୁ କହିଲେ ସ୍ମୃତି, କୃଷ୍ଣମୂର୍ତ୍ତି କହିଲେ ଆୱାରନେସ୍, ଜାଗୃତି। ମହାବୀର କହିଲେ ବିବେକ। ବିବେକ ମାନେ ବୋଧ। ବୋଧ ହବ ଯେତେବେଳେ, ଜାଗ୍ରତ ସେତେବେଳେ ହବ। ତୁମେ ଯେତେବେଳେ ନିଜକୁ ବୋଧ ଅନୁଭବ କରିବ, ବାସ୍ତବରେ ମୁଁ ଏଇଆ, ସେଇଟା ପୂର୍ଣ୍ଣ ଜାଗ୍ରତ ହବ। ଯେଉଁ ପ୍ରଣମ ଜଳ ଯିଏ କରିକି ଦେଉଛି, ପୂର୍ଣ୍ଣ ଜାଗ୍ରତରେ ଦେଉଛି କି ନାହିଁ? ଶୋଇକିରି ଦେଲେ ହବନି, ହେ ଜାଗ୍ରତରେ ଦେବ। ହଉ, ଆଜି ତ ଲିମିଟେସନ ଥିଲା ସମୟର, ଆଉ ଯିବାନି ଆଗକୁ। ସେ ତ କେଇ ଜଣ ପାହାଡ଼ ଉପରକୁ ଯିବେ। ଏଇଠି ସମାପ୍ତ କରିବା ସତ୍ସଙ୍ଗ। ଯାଆନ୍ତୁ, ଯେଉଁମାନେ ସେଠି ଯେଉଁ ଆଶ୍ରମରେ ଯିଏ ଅଛନ୍ତି ସେମାନେ ଅବଶ୍ୟ ଯାଇପାରନ୍ତି, ଯାଆନ୍ତୁ। ଆଉ କିଏ କ'ଣ କହିବେ କୁହନ୍ତୁ? ହଁ, ଜୟ ଜୟ। ହଁ, ଜେପି ମହାପାତ୍ର। ହଁ, କୁହନ୍ତୁ। ହଁ, କୁହନ୍ତୁ। ସାର୍, ବହୁତ ଭଲ ଲାଗିଲା ଆଜିର ଟପିକ। ଚେତନା ବିଷୟରେ ଯୋଉ କହିଲେ, ସତ୍ୟକୁ ଜାଣିଲୁ, ସେଟା ଥରେ ମତେ ବହୁତ ନୂଆ ଲାଗିଲା, ଆଉ ବହୁତ ସାର୍ ସତ କଥାଟା ଜାଣିଲି। ଆଉ ତ ସାର୍, ଆପଣଙ୍କ ସହିତ କଥା ହବା ଠାରୁ ଏପର୍ଯ୍ୟନ୍ତ ଯାଏ ସାର୍ ପଜିଟିଭ ହିଁ ମୋ ଉପରେ ପଡୁଛି, ବହୁତ ପଜିଟିଭ ସାର୍। ନିଜେ ସାଟିସ୍ଫିକେସନ ସହିତ ନିଜେ ବି ଅନୁଭବ କରୁଛି, ଯୋଉମାନେ ଆମ ସତ୍ସଙ୍ଗରେ ରହୁଛନ୍ତି ସେମାନଙ୍କ ଉପରେ ସାର୍ ପଡୁଛି ବୋଲି ସେମାନେ ସତ୍ସଙ୍ଗରେ ରହୁଛନ୍ତି। ଆଉ ଆପଣଙ୍କ କଥାରେ ସେତିକି ସତ୍ୟତା ଅଛି ବୋଲି ତ ଆମ ମାନଙ୍କୁ ଭଲ ଲାଗୁଛି। ଆଜ୍ଞା, ବହୁତ ଭଲ କଥା ଜାଣିଲେ ସାର୍। ଜୟଜୀବ ସାର୍। ହଁ, ଜୟ ଜୟ, କୁହନ୍ତୁ। ଆଉ ତାର ଆନନ୍ଦ ହିଁ ଆନନ୍ଦ, ସବୁ ସାର୍ ମିଳିଯାଉଛି, ଆଉ ମିଳିବାର ଆଶା ଅଛି, ଆଗକୁ ମିଳୁ ସମସ୍ତଙ୍କୁ ସାର୍ ସପ୍ରେମ ଜୟଜୀବ। ତୁମର କଳ୍ପନା, ତୁମର ବିଚାର ତୁମ ଉପରେ ପ୍ରଭାବ ପଡୁଛି, ସେଟା ବଡ଼ କଥା। ହଉ, କୁହନ୍ତୁ। ଗୁରୁଜୀ, ମୁଁ କିଛି କହିବି? ଗୁରୁଜୀ ଆଜି ଯେଉଁ କଥା କହିଲେ, ସେ ବହୁତ ମୂଲ୍ୟବାନ ଆଉ ବହୁତ ତତ୍ଵ ଭିତ୍ତିକ। ବହୁତ ସନ୍ଥ ମାନଙ୍କ ବାଣୀକୁ କୋଟ କରି କହିଲେ, ବହୁତ କଥା କହିଲେ। ତାର ସାରାଂଶ ହେଲା, ନିଜ ଭିତରେ ଚେତନା ଅଛି, ତାହା ବହୁତ ମୂଲ୍ୟବାନ। ନିଜ ଭିତରେ ଚେତନତା ସବୁ କରୁଛି। ଆମେ ସୁପ୍ତ, କିନ୍ତୁ ଯାହା କିଛି କରୁଛି ଚେତନତା କରୁଛି। ଯେଉଁ ଚେତନତା ଆମ ଭିତରେ ଅଛି ତା ସୁପ୍ତ। ଜୀବନ ଜାଗ୍ରତ ନାହିଁ ବର୍ତ୍ତମାନ ଆମର, କିନ୍ତୁ ସେଇ ସତ୍ସଙ୍ଗ ଦ୍ଵାରା ଆମେ ସେଇ ସୁପ୍ତ ଶକ୍ତିକୁ ଜାଗ୍ରତ କରିପାରିବା। ଆମେ ସବୁବେଳେ ଚିନ୍ତା କରିବା ଉଚିତ, ମୁଁ କାହିଁକି ଆସିଛି, କୁଆଡକୁ ଯିବି, କିନ୍ତୁ ଆମେ ଏଇଟା ଜାଣିପାରୁନୁ। ଭାଗବତ ଯେଟା କହିଲେ, କାହୁଁ ଓଇଲି ଯିବି କାହିଁ, ଏଟା ଆମେ ଜାଣିପାରୁନୁ। କିନ୍ତୁ ଆମର ଲକ୍ଷ୍ମୀକାନ୍ତ ଯେଟା କହିଲେ, ହେ ଆତ୍ମ ନିଦ୍ରା ପରିହର, ଫେଡ଼ିଛି ତାର ନୂତନ ପରକର ନିରୀକ୍ଷଣ, ସତ୍ରେ ଜୀବନ ସ୍ରୋତ ଯାଉଛି କିପରି, ଭେଟିବାକୁ ଉପସନ୍ଧି କରାଳ ଲହରୀ, ଏ ଆତ୍ମ ନିଦ୍ରା ପରିହରି। କିନ୍ତୁ ଏଟା ହେଇପାରିବ କେମିତି? ଆନନ୍ଦର ବୁଦ୍ଧି ହେଲେ ଚିତ୍ତକୁ ଦେଖିବ, ଚିତ୍ ଶକ୍ତି ବୁଦ୍ଧି ହେଲେ ଆତ୍ମା ଆଡକୁ ଯିବ। ଆମ ମସ୍ତିଷ୍କ ଭିତରେ 7,30,00,000 କୋଶିକା ଅଛନ୍ତି, ମାତ୍ର 2 କୋଟି ଆକ୍ଟିଭେଟ ଅଛି।
କିନ୍ତୁ ଏଟା ଜାଗ୍ରତ କରାଯାଇପାରିବ କେବଳ ପ୍ରଣବରେ। ଯଦି ଗୁରୁଦେବଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କରି ପ୍ରଣବ କରାଯାଏ ତାହେଲେ ଆମେ ସେଗୁଟେ ଜାଗ୍ରତ କରିପାରିବା। ଯେଉଁମାନେ ବୈଜ୍ଞାନିକ ସେମାନଙ୍କର ବି ସବୁ କୋଶିକା ଜାଗ୍ରତ ନାହିଁ। ତାପରେ କହିଲେ ଚେତନାର କଳେବର ଅଛି। ଆମେ ଯାହା କରିଛୁ ବା କରିବାକୁ ଚାହୁଁଛୁ କେବଳ ଚେତନତା ପାଇଁ, ଶରୀର ପାଇଁ ନୁହେଁ। ଶରୀରଟା ଜଡ଼। ଏ ଦୁନିଆରେ ଯିଏ ସମସ୍ତେ ସୁସ୍ଥ, କେବଳ ଜାଗ୍ରତ କୋଉମାନେ, ଯେଉଁମାନେ ସାଧନ କରୁଛନ୍ତି ସେମାନେ ହିଁ କେବଳ ଜାଗ୍ରତ। ଆଉ କହିଲେ 100 ଜଣ ସାଙ୍ଗ ଠାରୁ ଗୋଟିଏ ଭଲ ପୁସ୍ତକ ମୂଲ୍ୟବାନ। ପ୍ରକୃତରେ ସେଟା ଠିକ କଥା। 100 ଜଣ ସାଙ୍ଗ କରି କେହି ଗୋଟିଏ ଆତ୍ମଜ୍ଞାନ କରିପାରିବେ। ତ ଆମେ ଯଦି ସଦ୍ଗୁରୁଙ୍କର ଗୋଟିଏ ବହି ପଢିବା ଆମର ଶରୀର ଆତ୍ମଜ୍ଞାନରେ ଭରପୁର ହେଇଯିବ। 1000 ଭଲ ଲୋକ ସଙ୍ଗରେ ଆସିବା ଅପେକ୍ଷା ଗୋଟେ ସତ୍ସଙ୍ଗ ମୂଲ୍ୟବାନ। 1000 ଭଲ ଲୋକ ସଙ୍ଗରେ ଆସିଲେ ସେମାନେ ସତ୍ସଙ୍ଗ ସେଟାକୁ କୁହାଯିବନି, ସେଟା ଅନ୍ୟ କିଛି ସଙ୍ଗ। କିନ୍ତୁ ସତ୍ସଙ୍ଗଟା ହଉଛି ସେଇଠି ଆମକୁ ଚିହ୍ନେଇ ଦବା ପାଇଁ ମାର୍ଗ ପ୍ରଶସ୍ତ କରାଯାଉଛି। ଯଦି 7 ସ୍ୱର୍ଗ ଗୋଟିଏ ପଟେ ରହିବ, ଆଉ ଗୋଟିଏ ପଟ ପାଲାର ସତ୍ସଙ୍ଗକୁ ରଖି ଦିଆଯିବ, ତାହେଲେ ସତ୍ସଙ୍ଗର ମୂଲ୍ୟ ଅଧିକା ହେବ। ଯେମିତି ଶ୍ରୀକୃଷ୍ଣ କହିଥିଲେ ଯେ ସତ୍ୟଭାମା ଗୋଟିଏ ପଟରେ ସବୁ ଜିନିଷ ତୁମର ଯେତେ ସମ୍ପତ୍ତି ରଖିଦିଅ, ଗୋଟିଏ ପଟରେ କେବଳ ତୁଳସୀ ପତ୍ର ଗୋଟେ ରଖିଦିଅ, ତା ମଉଜନ ସହିତ ସମାନ। ତାପରେ କହିଲେ ସତ୍ସଙ୍ଗତ୍ୱେ ନିଃସଙ୍ଗତ୍ୱଂ ନିଃସଙ୍ଗତ୍ୱେ ନିର୍ମମତ୍ୱଂ। ଆମେ ନିର୍ମମ ହବା କେବଳ ସତ୍ସଙ୍ଗ ଦ୍ୱାରା, ବିନା ସତ୍ସଙ୍ଗ ହେଇପାରିବନି। ଆମର ଯେମିତି ରାମଚରିତ୍ର ମାନସ କୁହାଯାଇଛି ବିନୁ ସତ୍ସଙ୍ଗ ବିବେକ ନା ହୋଇ। ସତ୍ସଙ୍ଗ ବିନା ବିବେକ ଜାଗ୍ରତ ହେଇପାରିବନି। ଏଇସବୁ କଥା ବହୁତ କଥା ଅଛି। ଲିମିଟେଡ ଟାଇମ ଭିତରେ ଗୁରୁଜୀ ସମୟ ଶେଷ କଲେଣି, ଯାହା ଅନୁମତି ଦେଇଛନ୍ତି ସେଥିପାଇଁ ଧନ୍ୟବାଦ। ଆଉ ମୁଁ ଅନ୍ୟମାନଙ୍କୁ ବି ଅଭିନନ୍ଦନ ଜଣାଉଛି ଆଜି ସତ୍ସଙ୍ଗରେ ଯୋଗ ଦେଇଥିବା ପାଇଁ। କେବଳ ଯୋଗ ଦେଲେ ହବନି, ଏ କଥାରୁ 100 ଭାଗରୁ ଯଦି 25 ଭାଗ କାମରେ ଲଗାଯାଏ ତାହେଲେ ସେମାନଙ୍କ ଜୀବନ ପରିବର୍ତ୍ତନ ହେଇଯିବ। ଜୀବନ ପରିବର୍ତ୍ତନ ହବା ଦ୍ୱାରା ଆମ ସମାଜ ପରିବର୍ତ୍ତନ ହବ। ସମାଜ ପରିବର୍ତ୍ତନ ହବା ଦ୍ୱାରା ଆମ ଭାରତ ଯେଉଁ ଗୁରୁର ଆଖ୍ୟା ପାଇଛି ସେଟା ଅବ୍ୟାହତ ରହିପାରିବ। ଜୟ ଜୟ। ଧନ୍ୟବାଦ। ବହୁତ ମୋର ସମ୍ପୂର୍ଣ୍ଣ ସତ୍ସଙ୍ଗର ଯେଉଁ ରୂପରେଖ ଥିଲା ତାକୁ ସର୍ଟରେ ସେ ବର୍ଣ୍ଣନା କଲେ, ସେ ଏବଂ ମୂଳ କଥା କିଛି କହିଲେ, ଆହୁରି ଅଧିକ ବି କିଛି ଉପସ୍ଥାପନ କଲେ। ଧନ୍ୟବାଦ ସେଥିପାଇଁ। ଆଶା କରେ ଏଇ ସତ୍ସଙ୍ଗକୁ ଧ୍ୟାନରେ ସବୁ ଶୁଣନ୍ତୁ। ନେକ୍ସଟ କିଏ କହିବେ କି? ମୁଁ କହୁଥିଲି ଜର୍ଜି। ହଉ ଟିକେ ରୁହନ୍ତୁ, ଟିକେ ସେ କହିସାରନ୍ତୁ କହିବେ। ଯେଉଁମାନେ ଯେଉଁ ଆଶ୍ରମରେ ଅଛନ୍ତି ଆମର ଯେଉଁ ଶକୁନ୍ତଳାପୁର, ସେମାନେ ଯାଆନ୍ତୁ, ପୋଥି ବାନ୍ଧିକି ପଳାନ୍ତୁ, ପାହାଡ଼ ଉପରକୁ ପଳାନ୍ତୁ। ହଉ କୁହନ୍ତୁ। ବାବା ହଁ କୁହନ୍ତୁ। ଆଜି ଭରପୁର ମନୋରଞ୍ଜନ କାର୍ଯ୍ୟ ଭିତରେ ଆପଣ ତ କାଲି ଆନନ୍ଦ କଥା କହିଥିଲେ, ଆଉ ଆନନ୍ଦ ରହିଲେ ମାନେ କାଲି ଯୋଉ ଆନନ୍ଦ ବିଷୟରେ ଆଲୋଚନା ହେଇଥିଲା, ଆଜି ଆଉ ଦିଟା ଜିନିଷ ଆଲୋଚନା ହେଇଛି। ସତ ଅଛି ଏ ଆନନ୍ଦ ବିଷୟରେ ମାନେ ହସିଲେ ସବୁ ରୋଗ ନିବାରଣ ହେଇଯିବ ଓ ଆନନ୍ଦ ରହିବ। ଆନନ୍ଦ ରହିଲେ ମାନେ ଆମେ ସବୁ କିଛି ଆମକୁ ମିଳିଯିବ। ଭାବରେ ଅଭାବ, ଅଭାବରେ ଭାବ ସନ୍ତୋଷ ଏହାର ମୂଳ ବୋଲି କାଲି କହିଥିଲେ। ଆନନ୍ଦ ବିଷୟରେ ବହୁତ କିଛି ଆଲୋଚନା ହେଇଥିଲା। ଆଜି ଆଉ ଅବଶିଷ୍ଟ ଯୋଉତକ ରହିଥିଲା ଆତ୍ମାର ଯୋଉ ତିନିଟା ସତ ଚିତ ଆନନ୍ଦ, ଏଇ ସତ ଚିତ ଆନନ୍ଦଟା କଣ, ଆନନ୍ଦ ବିଷୟରେ ଆଲୋଚନା କାଲି ହେଇଥିଲା। ଆଜି ଚିତ ଆଉ ସତ, ଏଇ ସତ ଚିତ ବିଷୟରେ ଆଜି ମାନେ ବହୁତ ମୂଲ୍ୟବାନ ଟପିକ ଆଜି ଆଲୋଚନା କରାଯାଇଛି। ମୁଁ ଗୋଟେ ଛୋଟିଆ କଥାଟିଏ ମୋ ମନ ଭିତରେ ଆସିଛି ଯେ ଆମେ ଏଇ ଆପଣ ଯୋଉ କହିଲେ ଶୋଇ ଶୋଇକା ଆମେ ଜାଗ୍ରତ ନାହୁଁ, ଆମେ ଶୋଇ ଶୋଇକା ଆମ ଜୀବନଟା ବର୍ବାଦ କରିଦେଇଛେ। ମାନେ ଏତେ ବର୍ଷ ଗଲାଣି ଖାଇ ଖାଇ ଶୋଇ ଶୋଇ
ଆଉ ଆମେ ଜାଗ୍ରତ ନଥାଇ ଚେତନା ଶକ୍ତି ନଥାଇ ଆମେ ଏପର୍ଯ୍ୟନ୍ତ କଟିଗଲାଣି, କିନ୍ତୁ ଆମେ କଣ ଆମର ମୂଲ୍ୟଟା ବୁଝିପାରୁନାହିଁ। ଏଇଥିପାଇଁ ଆମେ ଖାଲି ଖାଇକି ଶୋଇବା ପାଇଁ ଆସିଛେ। ତେଣୁ ମୋର ଯୋଉ ରବୀନ୍ଦ୍ର ବାବୁ ତ ଯଥେଷ୍ଟ କିଛି କହିଛନ୍ତି, ତଥାପି ମୁଁ କିଛି ମାନେ ମୋ ସ୍ୱଳ୍ପ ଧାରଣା ଭିତରେ ମୁଁ କିଛି କହୁଛି। କାମିନୀ କାଞ୍ଚନ ମାୟାରେ ଆଚ୍ଛନ୍ନ ହୋଇଛି ସକଳ ଚିତ୍ତ, ଅନିତ୍ୟକୁ ନିତ୍ୟ ମଣି ବିଶ୍ୱଜନେ ସାଧନ୍ତି ନିଜ ଅହିତ। କାମିନୀ ଆଉ କାଞ୍ଚନ ମାନେ ଧନ ସମ୍ପତ୍ତି ଆଉ ସ୍ତ୍ରୀ ମୋହିନୀ, ଆଉ ଏଇ ଯୋଉ ମାୟାରେ ଆମେ ପଡିକି ଆଚ୍ଛନ୍ନ ହେଇକିରି ଆମେ କଣ ହେଇଛେ ନା ଏଇ ସକଳ ଚିତ୍ତ ମାନେ ସମସ୍ତଙ୍କର ଚିତ୍ତ କେବଳ ଏଇଥିରେ ଜଡିତ ହେଇକି ରହିଛି। କାମିନୀ କାଞ୍ଚନ ମାୟାରେ ଆଚ୍ଛନ୍ନ ହୋଇଛି ସକଳ ଚିତ୍ତ, ଅନିତ୍ୟକୁ ନିତ୍ୟ ମଣି ବିଶ୍ୱଜନେ ସାଧନ୍ତି ନିଜ ଅହିତ। ଯୋଉଟା ଅନିତ୍ୟ ତାକୁ ନିତ୍ୟ ବୋଲି ଭାବିକିରି ଆମେ ଅନିତ୍ୟଟାକୁ ନିତ୍ୟ ବୋଲି ଭାବିକିରି ଆମେ ଯୋଉ ମଝି ରହିଛେ, ମୁଁ ଆହୁରି ଅନେକ ଦିନ ବଞ୍ଚିବି, ମୁଁ ଆହୁରି ଅନେକ ଦିନ କିଛି କରିବି, ତେଣୁ ଏଇ ଯୋଉ ଭାବନାଟା ମୋ ଆହୁରି ମାନେ ମୁଁ ମରିବି ନାହିଁ, ମୋର ଅନେକ ସମ୍ପତ୍ତି ଅଛି, ଯୋଉ ବନ୍ଧନ ଭିତରେ ଆମେ ରହିକିରି ବର୍ତ୍ତମାନ ଶୋଇ ଶୋଇ ଜାଗ୍ରତ ନଥାଇ ଶୋଇ ଶୋଇକା ଆମେ ଯୋଉ ଜୀବନଟାକୁ ବର୍ବାଦ କରିଦେଇଛନ୍ତି। ଆପଣ ତ ବହୁତ ଭାବରେ ତାକୁ ବିସ୍ତାର କରିକି କହିଛନ୍ତି ଯେ ଆନନ୍ଦ ରହିଲେ ଚିତ୍ତ ଶକ୍ତି ଜାଗ୍ରତ ହୁଏ, ଚିତ୍ ଶକ୍ତି ଜାଗ୍ରତ ହୁଏ। ଚିତ୍ ଶକ୍ତି ଜାଗ୍ରତ ହେଲେ ସତ୍ ଉପୁଜିବ। ଏ ସତ୍ ଯେତେବେଳେ ଉପୁଜେ, ସତ୍ ହଉଛି କିଏ ନା ବ୍ରହ୍ମ ସତ୍ୟ, କିଏ ଆତ୍ମା ସତ୍ୟ। ଯୋଉ ଆତ୍ମାଟା ସତ୍ୟ ଏହା ଭିତରେ ଅଛି, ଆମର ସେଇ ଧାରଣା ଆସିନାହିଁ ବା ଚେତନା ନାହିଁ। ଏ ମୋରି ଭିତରେ ଯୋଉ ଆତ୍ମା ଅଛି ସିଏ ହଉଛି ସତ୍ୟ, ଏ ଜଗତ ମିଥ୍ୟା, ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ବୋଲି ଯୋଉ କଣ କହିଲେ, ଇଏ ହଉଛି ଚେତନା ଆଉ ଜଡ। ଜଡ ଭିତରେ ଚେତନା ଆଉ ଜଡ ଭିତରେ ପାର୍ଥକ୍ୟ ଦର୍ଶାଇ ଦେଇଛି। ଏ ସଂସାରଟା ହଉଛି ଜଡ, ଇଏ ପରିବର୍ତ୍ତନଶୀଳ, ମାନେ ପରିବା ଆଜି ଅଛି କାଲି ରହିବ ନାହିଁ। ତେଣୁ ଜଗତ ମିଥ୍ୟା ବୋଲି ଯୋଉ କହୁଛନ୍ତି ତାହା ଠିକ। ଏବଂ ବ୍ରହ୍ମ ସତ୍ୟ, ଏଇ ଯୋଉ ବ୍ରହ୍ମ ଆଗରୁ ଅଛି, ଏବେ ବି ରହିବ, ଆଗରୁ ବି ଥିଲା। ତେଣୁ ସିଏ ଆପଣ ଅନେକ ଥର ବି କହିଛନ୍ତି ଯେ ଗୋଟିଏ ଶବ୍ଦ ଯେ ଆପଣଙ୍କର ଜୀବନକୁ ଯେମିତି ପରିବର୍ତ୍ତନ କରିଦେଇଛି। ଆପଣ ଦିନେ କହିଥିଲେ ଯେ ବ୍ରହ୍ମ ଯେ ଆତ୍ମା ଆଗରୁ ଅଛି, ବ୍ରହ୍ମ ଆଗରୁ ଅଛି, ଏବେ ବି ରହିଛି, ଆଗକୁ ବି ମଧ୍ୟ ରହିଥିବ। ଆଉ କେହି ନଥିଲା ବେଳେ ଏ ବ୍ରହ୍ମ ଶିବ ସତ୍ୟ। ଆଉ ବଳଭଦ୍ର ବଳରାମ ଦାସଙ୍କର ଯୋଉ ବ୍ରହ୍ମାଣ୍ଡ ଭୂଗୋଳ ଭିତରେ ଆପଣ ତ ଦିନେ ବୁଝେଇଥିଲେ ଯେ ଏଇରା ସବୁ କିଛି ନଥିଲା, ଅନେକ ଦିନ ରହିଲା ପରେ ସେ କେମିତି ସଜନା ହେଲା ତାହା ବି ମଧ୍ୟ କହିଥିଲେ। କିନ୍ତୁ ସେ ବ୍ରହ୍ମ ଅଛି, ସେ ଅଛି, ରହିଛି, ରହିବ। ତେଣୁ ଏ ବିଷୟରେ ଆପଣ ଆଜି ବହୁତ ବହୁତ ମୂଲ୍ୟବାନ ଟପିକ ଜଣେଇଥିବାରୁ ମୁଁ ବିଶେଷ କରି ଆପଣଙ୍କୁ କୋଟି କୋଟି ପ୍ରଣାମ କରୁଛି। ଆଉ ମାଙ୍କୁ ମଧ୍ୟ ମୋର ପ୍ରଣାମ। ଆଉ ମୋର ମୁନିମତି ଭାଇ ଭଉଣୀ ମାନେ ଏଇ ସତ୍ସଙ୍ଗର ମୂଲ୍ୟଟା ବୁଝି ମାନେ ଗୋଟିଏ ସତ୍ସଙ୍ଗରେ କଣ ହେଇପାରେ, ଜୀବନର ମୂଲ୍ୟଟାକୁ ବହୁତ ମୂଲ୍ୟଟା ବଦଳେଇ ଦେଇପାରିବ। ଜନ୍ମ ଜନ୍ମାନ୍ତର କେତେ ଜନ୍ମ ଏମିତି ଚାଲିଗଲାଣି, କିନ୍ତୁ ଏଇ ସତ୍ସଙ୍ଗ ଗୋଟିଏ ସତ୍ସଙ୍ଗ ମଣିଷକୁ ଠିକ ବାଟ ଦେଇକି ନେଇ ଆସିବ। ଆଉ ମୁଁ ବିଶେଷ କିଛି କହୁନି, ଆଉ ଏତିକି କହିକି ମୋ ବାଣୀକି ବିଶ୍ରାମ ଦଉଛି। ଜୟ ବାବା, ଜୟ ଜୟ ବାବା। ଜୟ ଜୟ। ବହୁତ ବହୁତ ଧନ୍ୟବାଦ। ମୂଲ୍ୟବାନ ମତାମତ ରଖିଲେ, ପୁଣି ପୁନରୁଦ୍ଧାର କଲେ ମୋର ପ୍ରବଚନକୁ। ଯାହା ସବୁ କହିଥିଲି ଗୋଟିଏ ଗୋଟିଏ ବର୍ଣ୍ଣନା କରିଥିବାରୁ ସେଥିପାଇଁ ଅଶେଷ ଧନ୍ୟବାଦ। ନେକ୍ସଟ ଆଜ୍ଞା। ହଁ କୁହନ୍ତୁ। ବାବା ପ୍ରଣାମ। ହଁ ପ୍ରଣାମ। ପ୍ରବଚନ ବହୁତ ସୁନ୍ଦର ହେଇଛି, ଆପଣଙ୍କୁ କୋଟି କୋଟି ପ୍ରଣାମ। ହଉ ହଉ, ଧନ୍ୟବାଦ। ତୁମର ଆଶା ଭରସାର ସତ୍ସଙ୍ଗଟି କେନ୍ଦ୍ରବିନ୍ଦୁ ହେଉଛି। ସେଇଟା ଗୋଟେ ବଡ଼ ଉପାଦେୟ ବସ୍ତୁ। ଆହୁରି ଚେତନା ଶକ୍ତି ଆହୁରି ବଢି ବଢି ହଁ, ଚେତନା ଶକ୍ତି ଆସ୍ତେ ଆସ୍ତେ ଜାଗ୍ରତ ହେବ। ଯେତେ ଯେମିତି ବ୍ୟାଟେରୀ ଚାର୍ଜ ହେଲେ, ହଁ, ଇଏ ଗୋଟେ ଚାର୍ଜ କରିବ ତୁମମାନଙ୍କ ଭିତରେ ଯେଉଁ ଶୋଇକି ରହିଛି ଯେଉଁ ଚେତନ ଶକ୍ତି, ସେ ତାକୁ ଉଜାଗର ଜାଗ୍ରତ କରେଇଦେବ। ହଉ, ଧନ୍ୟବାଦ।
ଆପଣଙ୍କ ପ୍ରବଚନ ସବୁ ଧୀରେ ଧୀରେ ଆବା ହଉଛି। ପ୍ରଣାମ। ହଉ ଠିକ୍ କୋଟି ଅଛି, କୋଟି ପ୍ରଣାମ। ଧନ୍ୟବାଦ। ବାଲେଶ୍ୱର କୁପାରୀ। ଆଚ୍ଛା, ନେକ୍ସଟ ଆଉ ଜଣେ କିଏ କହୁଥିଲେ କହିବେ? ଜୟଜୀବ ସାର୍, ହଁ ଜୟଜୀବ। ପ୍ରହ୍ଲାଦ କହୁଥିଲି ଜଳେଶ୍ୱରରୁ। ହଁ କୁହନ୍ତୁ। ପାଗଳ ଯେମିତିକା ତାର ସ୍ଥିତି ଭୁଲିଯାଏ, ସିଏ କିଏ, ତା ଘର କୋଉଠି, ଇଏ ଆମେ ବି ମଧ୍ୟ ଯଦିଓ ମାନେ ସାଂସାରିକ ଭାବରେ ସଂସାରରେ ରହିଛୁ, କିନ୍ତୁ ଆମେ ଜଣେ ଜଣେ ପାଗଳ। ଆପଣ ପାଗଳ ମାନଙ୍କର ଡାକ୍ତର ଭଳି ଆମ ମାନଙ୍କୁ ଯୋଉ ପାଗଳାମିରୁ ଟିକେ ଟିକେ ଭଲ କରୁଛନ୍ତି, ଆଉ ଯୋଉ ଜ୍ଞାନ ଦଉଛନ୍ତି, ବହୁତ ଆନନ୍ଦ ଲାଗୁଛି। ଯାହାକି ଇଏ ଆନନ୍ଦ ଆମର ଚିରନ୍ତନ ସବୁଦିନ ପାଇଁ ରହିବ। ଏତିକି କହି ରହୁଛି। ଆପଣଙ୍କୁ ନମସ୍କାର, ଜୟଜୀବ। ମତାମତ ପାଇଁ ଧନ୍ୟବାଦ। ଆଉ ଯେ ଏଇ ସତ୍ସଙ୍ଗ ଗୋଟେ ନିଶା ବନିଯାଇଛି ଆଜି। ସେଇଥିପାଇଁ ହୁଏତ ଆଟେଣ୍ଡାନ୍ସ କମୁନି, ବରଂ ବଢ଼ି ବଢ଼ି ଚାଲିଛି, ଦିନକୁ ଦିନ ଅଧିକ ହେଉଛନ୍ତି। ଆଉ ଜୟଜୀବ ଗୁରୁଜୀ, ଗୁରୁମା। ଜୟଜୀବ। ଆଜିକାର ସତ୍ସଙ୍ଗ ତ ବହୁତ ଭଲ ଲାଗିଲା, ବି ବହୁତ ବହୁତ କଥା ମଧ୍ୟ ଶିକ୍ଷା କରାଗଲା ୟା ଦେହରେ। ଜୟଜୀବ ଗୁରୁଜୀ। ମତାମତ ପାଇଁ ତୁମର ଧନ୍ୟବାଦ। ତୁମେ ଶୁଣିଛ ମନ ଦେଇ, ନିରବତା ସହିତ ଶୁଣିଛ, ସହଯୋଗ କରିଛ ସତ୍ସଙ୍ଗକୁ, ସେଥିପାଇଁ ଧନ୍ୟବାଦ। ନେକ୍ସଟ ଆଉ କିଏ କହିବେ? ସାର୍ ଗୁରୁ ଜୟ ଜୟ। ଜୟଜୀବ। କୁହନ୍ତୁ କିଏ? ପ୍ଲେସ୍ କୁହନ୍ତୁ, ପ୍ଲେସ୍ ନାଁ କୁହନ୍ତୁ। ଗୁରୁଜୀ ରୋହିଣୀ ଧର। ଆଜ୍ଞା ଆଜ୍ଞା ଗୁରୁଜୀ, ଗୁରୁଜୀ ଜୟ ଜୟ। ଗୁରୁଜୀ ଆମର ଏଇ ଯୋଉ ସତ୍ସଙ୍ଗ ଚାଲୁଛି, ଏଇଟା ସତ୍ସଙ୍ଗ ନୁହଁ, ଏଇଟା ଗୋଟେ ଆଧ୍ୟାତ୍ମିକ ଯୋଗ। ଏଇ ଆଧ୍ୟାତ୍ମିକ ଯୋଗ ଦ୍ୱାରା ଆମର ନିଶ୍ଚୟ ଚୈତନ୍ୟତା ପ୍ରକାଶ ପାଇବ ହିଁ ପାଇବ, ଆଉ ପାଉଛି ମଧ୍ୟ। ଯାହାର ପାଇନି ନିଶ୍ଚୟ ପାଇବ। ଆଉ ଜ୍ଞାନ ଚକ୍ଷୁ ନିଶ୍ଚୟ ଉନ୍ମୋଚିତ ହବ। ଆଉ ଜ୍ଞାନ ଚକ୍ଷୁ ଉନ୍ମୋଚିତ ହେଲେ ଆମର ବିବେକ ନିଶ୍ଚୟ ଜାଗ୍ରତ ହବ। ବିବେକ ଦ୍ୱାରା ଆମେ ନିଶ୍ଚୟ ଆତ୍ମ ସାକ୍ଷାତକାର କରିପାରିବା। ଆଚ୍ଛା, ଆଜିର ଟପିକ ବି ବହୁତ ସୁନ୍ଦର ଥିଲା ଗୁରୁଜୀ, ଚୈତନ୍ୟ ବିଷୟରେ। ହଉ, ଧନ୍ୟବାଦ ମତାମତ ପାଇଁ। ସୁନ୍ଦର ମତାମତ, ନିରୀକ୍ଷଣ ପୂର୍ବକ ଅନୁଧ୍ୟାନ କରିଛନ୍ତି, ସତ୍ସଙ୍ଗକୁ ବୁଝୁଛନ୍ତି ଏବଂ ସତ୍ସଙ୍ଗ ମଧ୍ୟ ନିଜ ଭିତରେ ବିଚାର ଆଣିକିରି ତର୍ଜମା କରୁଛନ୍ତି, ସେଥିପାଇଁ ଧନ୍ୟବାଦ। ଶକୁନ୍ତଳା ମହାନ୍ତ, କ'ଣ ମୟୂରଭଞ୍ଜ, କୁହ। ଆଜ୍ଞା ସାର୍, ମୁଁ ତ ଥିଲିନି, ଗୁଜୁରାଟରେ ଥିଲି। ଆଉ ଆପଣ ଯୋଉ କହିଲେ ଆଧ୍ୟାତ୍ମିକ ଜ୍ଞାନ, ଆତ୍ମଜ୍ଞାନ ଗୋଟେ ନିଶା, ଏଟା ବହୁତ ବଡ ନିଶା। ତାମାନେ ମୁଁ 94 ମସିହାରୁ ଆଡମିଟ ହେଇଥିଲି, ଆଉ ଗୁଜୁରାଟ ଯାଇଥିଲି। ଆଉ ମୋର ଗୋଟେ ବହୁତ ବଡ ଇତିହାସ ହେଇଯାଇଛି, ଆଜି ଆଲୋଚନା କରିବିନି, ଆଉ ଆସନ୍ତା ପାଳି କରିବି। ବହୁତ ବଡ ମୁଁ ପରୀକ୍ଷା ପାଇଛି ସେଠି, ଆଉ ତାପରେ ଏଠି ପଳେଇ ଆସି ଏବେ ଭଲରେ ଅଛି। ଆଉ ଆପଣଙ୍କ ସତ୍ସଙ୍ଗରେ ସେତିକି ଦିନ ମିଶି ନାହିଁ, ସେଥିପାଇଁ ଆପଣ ମତେ କ୍ଷମା କରିବେ। ଏବେ ମୁଁ ସବୁଦିନେ ମିଶିବି, ଶୁଣିବି, ଆଉ ମୋର ଉନ୍ନତି ଯାହା ହବାର କଥା ଆପଣ ଯେମିତି ମତେ ବତେଇଥିଲେ, ମୁଁ ବି ବହୁତ ଉନ୍ନତି କରୁଛି, ଆଉ କରିବି ବି। ଆପଣ ଆଶୀର୍ବାଦ ଦିଅନ୍ତୁ ମତେ। ଆଉ ଏବେ ମୁଁ ପ୍ରତିଦିନ ରହିବି। ଠିକ୍ ଅଛି, ଧନ୍ୟବାଦ। ତୁମର ମତାମତ ରଖିଲ, ନିଜର ଅନୁଭୂତି କଥା କହିଲ, ଏବଂ ସତ୍ସଙ୍ଗକୁ ଛାଡ଼ିକିରି ଗଲେ ଯେ କ'ଣ ଅସୁବିଧା ହେବ ସେଇଟା ମଧ୍ୟ କହିଲ। ଆଉ ବି ଜଣେ ମତାମତ ରଖିଥିଲେ, ସେ ଆଉ ଜଣେ ମତାମତ ରଖିଥିଲେ, ସେତେବେଳେ ସେ ସତ୍ସଙ୍ଗ ଯାଇକିରି ଅନ୍ୟ କୁଆଡ଼େ ବୁଲୁଥିଲେ ବୋଲି ସେଇଠି ଅସୁବିଧା ସୃଷ୍ଟି ହେଇଥିଲା। ତାଙ୍କ ନାଁ ଅଞ୍ଜନା ନା କ'ଣ ମନେ ପଡ଼ୁନି, ସେ ବି ମତାମତ ରଖିଥିଲେ। କିଛି କହିବି, ମୁଁ କହିନି ଏଇ ଯୋଉ ସତ୍ସଙ୍ଗ ସବୁ ଶୁଣି ଶୁଣି ତା ମନକୁ ତ ଯାହା ଯେତିକି ଶାନ୍ତି ଆସୁଛି, ଏମିତି କିଛି କଲେ ହବ? ମୁଁ ତ ଆଡମିସନ ହେଇନି ନା ଗୁରୁଜୀ, କଣ କରିବି? ମନକୁ ଯେମିତି ପୁରା ହଁ, ଶାନ୍ତି ତୁମେ ଲାଗିବ। ଶୁଣ, ଅସ୍ଥିର ମନ ସବୁବେଳେ। ସେଇଥିରେ ବି ପରିବର୍ତ୍ତନ ହେବ, ତାପରେ ଆଡମିସନ କରିବ। ତୁମକୁ ଟାଇମ୍ ଦିଆଯାଇଛି, ଆଗେ ସତ୍ସଙ୍ଗ ଶୁଣ, ତାପରେ ଏଠିକି ଆସ।
तुमको टाइम दिखाई एबे एडमिशन हाँपाई तुम समय है से रखीदेली तुम शुण आगे तापर आम छाँ कहबू तुम्हें केते परिवर्तन हो ଆଜ୍ଞା ଆଜ୍ଞା हो तो व्यस्त हो ना शुण शुणुच बहुत शुणिले भी केते कथा प्रभाव पड़ो और नेक्स्ट किए कहे क्या हम हो हो ये रखा आज सत्संग ये समाप्त करवा पुणी अपेक्षा करवा आर शनिवार को ये सत्संग सांग करागला समस्त जय जय गुरुजी गुरुमा प्रणाम हाँ जी जय जय प्रणाम जय जय गुरुजी जय प्रणाम गुरुजी प्रणाम हाँ बाबा जय जी बाबा जय जी गुरुमा जय 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 गुरुमा जय 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 जी जय जय बाबा जय जी